ତମେ ସେଠୁ start। ତାପରେ ରୋମରେ କେଉଁ ଭଳି ଭାବରେ ଫର୍ମେସନ ହେଲା ବା କୋଉଠୁ ଫର୍ମେସନ ହେଲା କନଷ୍ଟିଟ୍ୟୁସନ ର? ତା ପରଠୁ ଆସିଲା ତାଙ୍କର ଡ୍ୟୁଟିଜ କଣ କଣ ରହିଲା ଦିନେ ଯଦି ଆମେ ଦେଖିବା ଡ୍ୟୁଟିଜ ବା ଅଫିସର୍ସ ମାନଙ୍କର ଡ୍ୟୁଟି ସେଥିରେ କିଏ କିଏ ଆସିବ? ମାନେ ଅଫିସର ମାନଙ୍କର ଯୋଉ ରୋଲ ଗୁଡିକ ରହିଲା ଯୋଉ ଭୂମିକା ଗୁଡିକ ରହିଲା ସେମାନେ କୋଉ କୋଉ ଡିପାର୍ଟମେଣ୍ଟ ରେ ଥିଲେ ବୁଝିବାକୁ ଗଲେ ଯୋଉ କୋଉ କୋଉ ଡିପାର୍ଟମେଣ୍ଟ ରେ ଥିଲେ ସେଇଗୁଡା ଦେଖିବା ଫାର୍ଷ୍ଟ ରହିଲେ କନସଲଟେଟିଭ ଡିପାର୍ଟମେଣ୍ଟ ରାଇଟର କନସଲ ମାନେ ଗୋଟେ ଯେମିତି ଧର ତମକୁ କୁହାଯାଉଛି ଆଇପିଏସ୍ ଆଇପିଏସ୍ ର ଗୋଟେ ସ୍ୱତନ୍ତ୍ର ଡିପାର୍ଟମେଣ୍ଟ ଆସିଲା ତା ଭିତରେ ଯୋଉ ଆଇପିଏସ୍ ମାନେ ରହିଲେ ବା ଯାହା ରହିଲେ ସେଇକୁ କୁହାଗଲା ତ କନସଲ ହଉଛି ଗୋଟେ ଗଭର୍ଣ୍ଣମେଣ୍ଟ ବଡିଟା ତାର ଯୋଉମାନେ କାମ କରୁଛନ୍ତି ତାକୁ କନସଲ ବୋଲି କୁହାଯାଏ ସେଇଟା ରାଇଟର ଗଲା ତାପରେ ଆସିବ ସେନ୍ସର ତାପରେ ଆସିବେ କ୍ୱେଷ୍ଟନ ତାପରେ ଆସିବେ ଏଡିଲ୍ ସ୍ପେଲିଂ ଅଲଗା ଅଲଗା ବି ଥାଇପାରେ ଏଡିଲ୍ ଆଗେ ଏତିକି ଡିସ୍କସନ କରିବା ତାପରେ ଆମେ ଇଏ ପଢିବା କେତେ ଖାଲି ଅଳ୍ପ ଦିନ ଇଏ ଭାଇ ଦେଇଛି ଆରେ ଠିକ ଅଛି ଏବେ ଆଗେ ବ୍ୟାକଗ୍ରାଉଣ୍ଡ ବିଷୟରେ ବୁଝିବା ଠିକ ସେଇଠୁ ଷ୍ଟାର୍ଟ କରିବା ନା ରେମୁଲସ ଆଉ ଦୁଇ ଭାଇଙ୍କ କାହାଣୀ ଠାରୁ ଆରମ୍ଭ କରିବା ହେଲା? ଦି ଭାଇ ରେମୁଲେସନ କଣ ଆମ ଅନୁସାରେ ରୋମ ନଗର ପ୍ରତିଷ୍ଠା ହେଇଛି ମନେ ଅଛି ତାପରେ କଣ ଆସିଲା ଧୀରେ ଧୀରେ ରୋମ ରେ ସେ ଥିଲେ ପ୍ରଥମ ରାଜା ରେମୁଲସ ତାପରେ ମାନେ ତାଙ୍କ ପରେ 6 ଜଣ ରାଜା ଆଉ ଥିଲେ 510 ପର୍ଯ୍ୟନ୍ତ 763 ପର୍ଯ୍ୟନ୍ତ କଣ କରିଛନ୍ତି ରୁଲ କରିଛନ୍ତି ତା ଭିତରେ ଲାଷ୍ଟ ରୁଲର ଥିଲେ ଟାର୍କୁନିଆସ ସୁପର ହେଲା ସେ କଣ କରୁଥିଲେ ନା ଲୋକମାନଙ୍କୁ ଟିକେ ତ ହଇରାଣ କରୁଥିଲେ ଶୋଷଣ କରୁଥିଲେ ହେଲା ଯଦି ଆମେ କହିବାକୁ ଯିବା ଟର୍ଚର ଟାଇପ ର କରିବା ଲୋକମାନଙ୍କୁ ଭିନ୍ନ ଭିନ୍ନ କ୍ଷେତ୍ରରେ ଭଳିଆ ଟାଇପ ର ତ ହେଲା ତ ସେଇ ହିସାବରେ ଯେତେବେଳେ କରାହେଲା ତ ଲୋକମାନେ କଣ କଲେ ନା ତାଙ୍କ ବିରୁଦ୍ଧରେ ତାଙ୍କ ଏଗେନଷ୍ଟ ଗୋଟେ ପ୍ରୋଟେଷ୍ଟ କରିବା ଷ୍ଟାର୍ଟ କରିଥିଲେ ଏବଂ ସେ ପ୍ରୋଟେଷ୍ଟରେ ଟାଇକୁନିଆ ସୁପରବସଙ୍କୁ ବାହାର କରି ଦିଆଗଲା ଯାହାକୁ କୁହାଗଲା ହେଇଛି ଫୁକିୟମ ହେଲା ବା ଯୋଉ ଆମର ଟାଇକୁନିଆ ସୁପରବସଙ୍କର ବହିଷ୍କାର ତ ସେଇଟା ରହିଲା ବ୍ୟାକଗ୍ରାଉଣ୍ଡରେ ତାପରେ କଣ ହେଲା ନା ରୋମ ରେ ଦେଖାଗଲା ଦୁଇ ଶ୍ରେଣୀର ଲୋକ ଗୋଟେ ରହିଲା ପାଟ୍ରିସିଆନ ଆଉ ଗୋଟେ ରହିଲା ପାଟ୍ରିସିଆନ ସେମାନେ ଥିଲେ richer class ବା higher class ର ଏବଂ plebeians ମାନେ ଯୋଉମାନେ ଥିଲେ ସେଟା poor ହେଲା ଏବଂ ବା slaves ଯାହାକୁ ଆମେ କହିବା ତାକୁ ଆମେ କେମିତି define କରିବା slave ସେ ହଉଛନ୍ତି patrician ମାନଙ୍କର slave ଯଦି ଆମେ ଆହୁରି ଯଦି ବୁଝିବା କ୍ରୀତଦାସ ଭଲ ଭାବରେ ଯଦି ବୁଝିବା ତାପରେ ବିନା ପଇସାରେ ତାଙ୍କୁ ଫୋର୍ସଫୁଲି କାମ କରାଯାଉଛି ଫୋର୍ସଫୁଲି ମାନେ ତମେ ଦେଖ ତମର ଇଣ୍ଡଷ୍ଟ୍ରିଆଲ ରେଭୁଲେସନ କେବେ ଆସିବ 18th century 1750 1780 ଏମିତି ଇଏରେ ଅଛି ସେଇଟା ତା ପୂର୍ବରୁ ଲୋକମାନଙ୍କୁ କେତେ ଘଣ୍ଟା କାମ କରାଯାଉଥିଲା ମିନିମମ୍ ଥିଲା ଲୋକମାନେ 8 ଘଣ୍ଟା ଏବେ କାମ କରୁଛନ୍ତି ସେଟା ପରେ ଆସିଲା ତା ପୂର୍ବରୁ 12 ଘଣ୍ଟା ଥିଲା ଓଭର ଓଟି ଥିଲା ଓଭର ଟାଇମ 14 ରୁ 15 ଘଣ୍ଟା ସେମାନେ କରିବେ ଟୋଟାଲ ଦିନ ତା ପୂର୍ବରୁ ଫୋର୍ସଫୁଲି ଯୋଉ ଛୋଟକାଟିଆ ଇଣ୍ଡଷ୍ଟ୍ରିଆଲ ରେଭୁଲେସନ ଆସିଲା ତଥାପି ସେଇ ଜିନିଷଟା ଚାଲୁଥିଲା କିନ୍ତୁ ଯେତେବେଳେ ଲୋକମାନେ ପ୍ରୋବ୍ଲେମ ଫେସ୍ କଲେ ଆଉ ସେମାନେ ଯୋଉ ଦେଖିବ ଯୋଉ ୱାର୍କର ମାନେ ଗ୍ରୁପ ହେଇକି ସବୁ କଣ କରନ୍ତି ଷ୍ଟ୍ରାଇକ କରନ୍ତି ସେ ଭିନ୍ନ ପ୍ରକାର ପ୍ରୋଟେଷ୍ଟ କରନ୍ତି ତ ସେଇ ଜିନିଷରେ ସେମାନେ ଟିକେ ଚେଞ୍ଜେସ ହେଲେ କଣ ହବ ତାଙ୍କୁ ଗୋଟେ ଛୋଟିଆ ଘରଟେ ମିଳିବ ସେ ଘର ଭିତରେ ତାଙ୍କ ଫ୍ୟାମିଲି ମେମ୍ବର ଯେତିକି ରହିଲେ ଜଣେ ରହିଲେ ଭଲ କଥା 2 ଜଣ ରହିଲେ 5 ଜଣ ରହିଲେ ସବୁ ଆରି ଭିତରେ ରହିଲେ Even କି ଯଦି ତାଙ୍କର ପେଟ ବୋଲି କିଛି ଅଛି ହେଲା ଗାଈ ହଉ ମେଣ୍ଢା ହଉ ଛେଳି ହଉ କୁକୁର ହଉ ଯାହା ବି ହଉ ସବୁ ସେ ଘର
ମାନେ ଗୋଟାଏ ରୁମ ରହିବ, ଏଇ ଗୋଟାଏ ରୁମ ରହିବ, ଏ ରୁମ ଭିତରେ ତମର ରହିବା ଖାଇବା, ତମର ଗାଈ ଗୋରୁ ଏଠି ରହିବ, ସବୁ କିଛି ହେଲା। ମୁଁ ଇଣ୍ଡଷ୍ଟ୍ରିଆଲ ରେଭଲ୍ୟୁସନ କଥା ସେ ଜିନିଷଟା ବୁଝିବା। ତ ସେଇଠି ଲୋକମାନେ କଣ କରାଯାଉଥିଲା ଦେଖ, ଏକ ତ ଯେତେବେଳେ ଆମର ଇକୋନୋମିକାଲ କ୍ରାଇସିସ ଗୋଟେ ଆସିବ ହେଲା ୟୁରୋପ, ହୁଁ, ଇଣ୍ଡିଆରେ ତ ଅଲଗା ଅଛି ସେଟା, କାହିଁକିନା ସେଥିରେ ଆସିବ ତମର ଯୋଉ ଖ୍ରୀଷ୍ଟିଆନ ର, ହଁ, ତାପରେ ସେଟା ଥିଲା ଆମର 12 ଇୟର୍ସ ଥିଲା, ଆମେରିକାରେ ବି ହେଇଛି ହେଲା, ଯୋଉ ଆମର ପ୍ରୋଟେଷ୍ଟାଣ୍ଟ ଆଉ କ୍ଲେଇସ୍ଥେନିକ, ସେ ଖ୍ରୀଷ୍ଟିଆନ ର ଦି ପ୍ରକାର ଖ୍ରୀଷ୍ଟିଆନିଟି ଦି ପାର୍ଟ ଡିଭାଇଡ ହେଇଯାଏ। ସେଥିରେ ରହିଲେ ଯିଏ ଯୀଶୁଙ୍କୁ ଇଏ କରାଗଲା ତାକୁ କ୍ଲେଇସ୍ଥେନିକ ଏମିତି କଣ ବୋଲି କୁହାଗଲା, ଆଉ ଯିଏ ପ୍ରୋଟେଷ୍ଟ କଲା ଏଗେନଷ୍ଟ, ସେଇ ପାର୍ଟରେ ଦି ଭାଗରେ ହେଇଗଲା। ତ ଏଠି ହେଲା 1618 ରୁ 1648, 30 ବର୍ଷ ଧରି ଗୋଟେ ୱାରଟା ଚାଲିଲା, ଯୋଉଟା କି ୟୁରୋପରେ ଇକୋନୋମିକାଲ କ୍ରାଇସିସ ଟା। ଲୋକମାନଙ୍କୁ ଯେମିତି ହେଲେ କଣ ଦରକାର, ପଇସା ଦରକାର, ତମକୁ ପଇସା ଦରକାର, ମୁଁ ଜାଣିଛି ଆମ କୋଉଠି ମିଳୁନି। ନର୍ମାଲି ମୁଁ ସେଦିନ ବୁଝଉଥିଲି, ଯଦି ପର ଡେ ଲେବର ଚାର୍ଜ କେତେ ରହୁଛି, 250 କହୁଛି, ଆଜ୍ୟୁମ କର 250 ଗଲା, ତମର ଦରକାର ଅଛି, ମୋର ପିଲା ଦରକାର ନାହିଁ, କିନ୍ତୁ ମୁଁ ଗୋଟେ ନେଇପାରିବି, ତମକୁ ମୁଁ 150 ରେ କାମ କରିବି, 150 ରେ ମୁଁ ତମକୁ କାମ କରିବି, କାହିଁକି ନା ତମ ନିଡ୍ ଅଛି, ତମ ନିଡ୍ ଅଛି, ସେ ଜିନିଷଟା ତମକୁ ଯେମିତି ହେଲେ କାମ କରିବାକୁ ପଡିବ। ଯଦି ମୋ ପାଖରେ ଅପସନ ଥାନ୍ତା, ଅପସନ ନାହିଁ, ଯଦି କାହାର ଯଦି ଲେବର ଏବେ ଦରକାର ହବ, ଏଇନା ସଡନଲି କାହାର ଗୋଟେ ଲେବର ଗୋଟେ କରିବା କଣ୍ଟ୍ରାକ୍ଟର ଲେବର ଦରକାର, ଲେବର ଚାର୍ଜ କୋଉଠି ଲେବର ମିଳୁନି, ସେ ଲେବର ଗୋଟେ ଅଛି, ସେ କହିବ ମତେ 300 ଦିଅ, ଆରେ he has to be bound to pay 300 to him, ସେ ଦେବାକୁ ବାଧ୍ୟତା। କାହିଁକି, ସେ ଜାଗାରେ କଣ ଆମକୁ ଦେଖାଏ, ଯଦି ଆମର ନିଡ୍ ଅଛି, ନିଡ୍ ଉପରକୁ ଠିକ ସେଇ ଟାଇମ ଭଳିଆ କଣ କଲେ ନା, ଯୋଉ ପାଟ୍ରିସିଆନ ମାନେ, ପ୍ଲେବିଆନ ମାନଙ୍କର ନିଡ୍ ଅଛି, ପ୍ଲେବିଆନ୍ସ ମାନେ କାମ କରିବେ, ଦି ପଇସା ରୋଜଗାର କରିବେ, କାହିଁକିନା ତାଙ୍କୁ ସୋସାଇଟିରେ କଣ ମିଳୁନି, ରେସପେକ୍ଟ ମିଳୁନି, ତ ସେମାନେ କାମ କଲେ, କାମଟା କରିବେ କୋଉଠୁ, ପାଟ୍ରିସିଆନ ପ୍ଲେବିଆନ, ପ୍ଲେବିଆନଙ୍କ ଘରେ କଣ କାମ କରିବ, ତମ ପାଖରେ ନାହିଁ, ଯଦି ମୁଁ ତମ ପାଖରେ କଣ କାମ କରିବି, ତମେ ମତେ କଣ ଦେଇପାରିବ, କହିଦବ ଭାଇ ତୁ ମୋର କାମ କରିଦେ, ମୁଁ ତୋର କାମ କରିଦେବି, ସେମିତି ହବ, ହବନି। ତାହେଲେ ତାକୁ ଦରକାର ପଇସା, ତାକୁ ଅର୍ଥ ଦରକାର, ସେଇଥିପାଇଁ ସେ କାମ କଲା କାହା ଅଣ୍ଡରରେ, ପାଟ୍ରିସିଆନ ମାନଙ୍କ ଅଣ୍ଡର। ତାହେଲେ ସେ ପାଟ୍ରିସିଆନ ପ୍ଲେବିଆନ୍ସ ମାନଙ୍କ ଦ୍ଵାରା କଣ ହେଲା ନା, ପରବର୍ତ୍ତୀ ସମୟରେ ତାଙ୍କର ଏଜୁକେସନରେ ମିଳିଲାନି, ଲିଟରେଚରରେ ମିଳିଲାନି, ବା ତାଙ୍କର କଲଚରରେ କିଛି ତାଙ୍କୁ ରାଇଟ ମିଳିଲାନି, ଇଭେନ କି ତାଙ୍କର ରାଇଟ ବି ନଥିଲା କୋଉମାନଙ୍କର, ସବୁ କୋଉମାନେ କରିପାରିବେ, ପାଟ୍ରିସିଆନ ମାନେ କରିପାରିବେ, ପାଟ୍ରିସିଆନ କଣ ହେଇପାରିବେ, ସିନେଟ ହେଇପାରିବେ, ପାଟ୍ରିସିଆନ ଇଲେକ୍ସନରେ ଷ୍ଟାଣ୍ଡ କରିପାରିବେ, ପାଟ୍ରିସିଆନ ଭୋଟ ଦେବେ, ହେଲା, ତ ସେଇ ସବୁ ସୁବିଧା ଖାଲି ପାଟ୍ରିସିଆନ ମାନଙ୍କ ପାଖରେ ରହିଲା। ହଁ, ସେତେବେଳେ ଥିଲା, ମୁଁ ସେଇ ଜାଗାକୁ ଯାଉଛି, ତାଙ୍କର ଗୋଟେ ଇଏଟା ଥିଲା, ଆମର ଇକ୍ୱାଲିଟି, ଇକ୍ୱାଲିଟିରେ କଣ ରହିଲା ନା, ମେନ୍ ଓମେନକୁ ଇକ୍ୱାଲିଟି ଦିଆଯାଉଥିଲା, କିନ୍ତୁ ଟିକେ ଓମେନକୁ ଅଧିକ ପ୍ରାୟୋରିଟି ମିଳୁଥିଲା ସେ ଟାଇମରେ, ହଁ, ଅଧିକ, ଏଟା ବୁଝଉଛି କାହିଁକି, ଓମେନ ମାନଙ୍କ ପାଖରେ ରାଇଟ ଥିଲା, ସେ ଯାହାକୁ ଚାହିଁବେ ତାକୁ ମ୍ୟାରେଜ କରିପାରିବେ, ଏବଂ ମ୍ୟାରେଜରେ ଦିଆ ହଉଥିବା ଡାଉରୀ ଗୁଡିକ, ଯୌତୁକ ଗୁଡିକ ସ୍ୱାମୀ ନବ, ତା ରୁଲ ହିସାବରେ। କିନ୍ତୁ ଯଦି ତାଙ୍କର ଡିଭୋର୍ସ ହେଲା, ସେ ଯୋଉ ଡାଉରୀ ଦେଇଥିଲା ସେ ନବ ଝିଅ, ତମେ ଜାଣିଛ ଆଲିମନି କଣ ହୁଏ ବହୁତ ଭଲସେ, ହେଲା, ସେ କିଏ ନବ, ସେ ଝିଅ ନବ, ପୁଅର ସମ୍ପତ୍ତି କିଏ ନବ, 50% ନବ କିଏ, ଝିଅ, ହେଲା, ବାପର ସମ୍ପତ୍ତିର ବି ଅଧା କିଏ ନବ, ଝିଅ। ତାହେଲେ ଅଧିକ ପ୍ରାୟୋରିଟି କାହାକୁ ମିଳୁଥିଲା, ଝିଅକୁ ମିଳୁଥିଲା, ତାହେଲେ ବିଚାରା ପୁଅ ଅତୁଲ ଛୁଆ ସେଇଠି ସେମାନଙ୍କୁ ଅଧିକ ପ୍ରାୟୋରିଟି ମିଳୁ, କିନ୍ତୁ ହଁ, ଏଇ ଗୋଟେ ଜିନିଷ ଥିଲା ଯେ ନର୍ମାଲ ବହୁତ, ଯଦି ଆମେ ଦେଖିବା ପ୍ରାଇଟର ବହୁତ ଜଣ ବି କିଛି କିଛି ସମ୍ଭ୍ରାନ୍ତ ଥାନ୍ତି ପ୍ରାଇଟର ଭିତରେ ବି, ହଁ ଘରୁ ଝିଅ ବାହାରିବେ, ଇଏ କରିବେନି, କୌଣସି ରାଇଟ୍ସ ନାହିଁ, କିଏ ନାହିଁ, କିନ୍ତୁ ତାଙ୍କ ପାଇଁ ସେ ଲ ଟା ଥିଲା ଯେ ତମେ କଣ କରିପାରିବ, ତମ ଅଧିକାର ଟାକୁ ନେଇ ପାରିବ, ସେଟା ଗଲା। ତ ସେଥିପାଇଁ ପାଟ୍ରିସିଆନ ମାନେ, ପ୍ଲେବିଆନ୍ସ ମାନେ କଣ କଲେ, ପାଟ୍ରିସିଆନଙ୍କ ଏଗେନ୍ଷ୍ଟରେ ସେ କହିଲେ ଆମେ ଏଠି ରହିବୁନି, ଆମକୁ ଯୋଉ ଟର୍ଚର କରୁଛନ୍ତି, ତାହେଲେ ଆମେ ମୁଭ୍ ଆଉଟ୍ ହେଇଯିବୁ, ଆମେ ପଳେଇବୁ ଏଠି, ଲିଡ୍ ଆୱେ ହେଇକି ସେମାନେ ଚାଲିଗଲେ କୋଉଠି ନା, ହୋଲି ପର୍ବତରେ,
ପବିତ୍ର ପର୍ବତକୁ ଚାଲି, ଯୋଉଟା କି ଥିଲା କୋଉଠି ନା ରୋମ ନଗରଠୁ ହୋଲି ହିଲ୍, ହୋଲି ହିଲ୍ ଗୋଟେ ପବିତ୍ର ପର୍ବତକୁ ସେମାନେ କଣ ହେଇଗଲେ ପଳେଇଲେ, ବୁଝିପାରିଲ? କଣ HOLY ହୋଲି, ହୋଲି ହିଲ୍। ପବିତ୍ର ପର୍ବତ କାରଣ ସେଇଟା ହିଁ ମୁଁ ଜାଣିନି, ଗୋଟେ ଜିନିଷ ଖାଲି ଆମେ ଦେଖିବା ସେ ଜାଗାରେ ସେମାନେ ପୂଜା କରୁଛନ୍ତି, ପାହାଡ ପର୍ବତକୁ ସେମାନଙ୍କର ଯୋଉ ଇଏଟା ଦେଖିଥିବ ନେଚର କୁ ବହୁତ ପୂଜା କରୁଛନ୍ତି। ଆଉ ସାଧାରଣତଃ ଗରିବ ଲୋକମାନେ ହିଁ ନେଚର କୁ ଅଧିକ ଭଲ ପାଆନ୍ତି, ପୂଜା ପାଠ ଅଧିକ କରନ୍ତି। ତମେ ଏ ଅଞ୍ଚଳରେ ଦେଖିବ ଗୋଟେ ବର ଗଛଟା ଅଛି, ବର ଗଛକୁ ଅତି କମରେ ବହୁତ ଜଣ 10 3 କି 4 ଜଣ ପୂଜା କରୁଛନ୍ତି। ତମେ ଗାଁକୁ ଯାଅ, ତୁ ବର ଗଛରେ ସିନ୍ଦୁର ଲଗା, ବୁଝିପାରିଲ ନା ନାଇଁ? ତାଙ୍କର ବିଲିଫ ଥାଏ କଣ ଯେ ଏଇ ସବୁ ଜାଗାରେ କଣ ଅଛି, ଠାକୁର ଅଛନ୍ତି, ଭଗବାନ ଅଛନ୍ତି, ତାଙ୍କୁ ଦେଖୁଛନ୍ତି, ଇଏ କରୁଛନ୍ତି। ମୁଁ ଏଇନା କହିଦେଲେ ମତେ ନାସ୍ତିକ କହିଦେବେ, କହିବା କଥା ନୁହେଁ। ତ ସେଇ ଜାଗାରେ ସେମାନେ ପୂଜା ପାଠ କରୁଥିଲେ, ଇଭେନ କି ଯୋଉ ଜାଗାରେ ଯାଇକି ପବିତ୍ର ପର୍ବତ କହିବାର କାରଣ ହଉଛି ମତେ ଗୋଟେ ସ୍ଥାନରୁ ପୁଣ୍ୟତା ମିଳିଲା, ଧର ମୁଁ ଏଠି ଅଛି କହୁଛି ମତେ ଏଇ ଜାଗାରେ ଗୋଟେ ପୁଣ୍ୟତା ମିଳିଲା, ତାହେଲେ ମୁଁ ଏଇ ସ୍ଥାନଟାକୁ ମୋ ପାଇଁ କଣ କରିବି ନା ମୋ ପାଇଁ ଏଇଟା ଭଲ ଜାଗା, ପବିତ୍ର ଜାଗା, କାହିଁକିନା ମୁଁ ଏଠି ଆସିଲି ବୋଲି ମତେ କିଛି ଉନ୍ନତି ହେଲା, ମୁଁ ଯଦି ଆସିନଥାନ୍ତି ମୋର ଉନ୍ନତି ହେଇନଥାନ୍ତା। ଜ୍ୟୋତିଷ ମାନେ ହେଲା 2025 ତମର ଉନ୍ନତି ହବ, 2024 ଉନ୍ନତି ହବ, ଯଦି ନ ଆସିବ ତାହେଲେ ହବନି। ଦେଖ ସେମାନେ ଯେତେବେଳେ ସେ ଗଲେ ସେ ପାହାଡକୁ, ପାଟ୍ରିସିଆନ ମାନଙ୍କର ଦୁରବସ୍ଥା ବହୁତ ଖରାପ ହେଲା, କିଛି କାର୍ଯ୍ୟ କରିପାରିଲେନି ପ୍ଲେବିଆନ ମାନଙ୍କ ଦ୍ଵାରା। ପାଟ୍ରିସିଆନ ମାନେ ଗଲେ କାହା ପାଖକୁ, ପ୍ଲେବିଆନ ମାନଙ୍କ ପାଖକୁ। ସେଠି ପ୍ଲେବିଆନ ମାନେ ଯୋଉ ଲୋନ ନେଇକି ରଖିଥିଲେ ପାଟ୍ରିସିଆନ ମାନଙ୍କ ପାଖରେ ଯୋଉ ହାଇ ଇଣ୍ଟରେଷ୍ଟ ରେ ଥିଲା, ଯାହାକୁ ମୁଁ ସେଦିନ ବୁଝଉଥିଲି ଚକ୍ରବର୍ତ୍ତୀ ସୁଧ, ଜାଣିଛ ଚକ୍ରବର୍ତ୍ତୀ ସୁଧ? ବଢି 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 ତମେ 5 ଟଙ୍କା କାର୍ଡ ନେଇଛ, ତାର ଇଣ୍ଟରେଷ୍ଟ ତମେ 2 ଟଙ୍କା ଦବ, ତମେ ଯଦି ଦେଇ ନ ପାରିଲ କେତେ ଟଙ୍କା ହେଇଗଲା, 7 ଟଙ୍କା ହେଇଗଲା। 7 ଟଙ୍କାର ଇଣ୍ଟରେଷ୍ଟ ପୁଣି 2, 5 ରେ ଥିଲା 2 ଟଙ୍କା, 7 ଟଙ୍କା ହେଇନା ଆହୁରି 2 ଟଙ୍କା ଏକ୍ସଟ୍ରା ହେଇଗଲା 4 ଟଙ୍କା, ତାହେଲେ ତା ପର ମାସ ବି ଦେଇ ନ ପାରିଲ, 7 4 11 ହେଇଗଲା। ଏମିତି ତମର ବଢି 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 ଯିବ। ଚକ୍ରବର୍ତ୍ତୀ ସୁଧ ହଉଛି ବାଜାଜ କାର୍ଡ ଭଳିଆ। ହଁ 4 ଟଙ୍କା ଟା କଣ ହେଇଯିବ, 5 + 7 + 4 11 ରେ ଯଦି 8 ବଢିବ, 11 ରେ ଇଣ୍ଟରେଷ୍ଟ ଯଦି ବଢିଲା 6, ହେଇଗଲା କେତେ 17, ପୁଣି 17 ରେ ବଢିଲା 8, ଏଟା ହେଇଗଲା 25, ଏମିତି ହିସାବରେ ବଢି ବଢି ଯିବ। ଏଇଟା କୁହନ୍ତି ଚକ୍ରବର୍ତ୍ତୀ ସୁଧ, ସୁଧ ଉପରେ ସୁଧ ଲଗେଇବାକୁ ଚକ୍ରବର୍ତ୍ତୀ ସୁଧ ବୋଲି କୁହନ୍ତି। ହାଇ ଇଣ୍ଟରେଷ୍ଟ ଟା ମୁଁ ଲେଖି ଦେଇଥିଲି, କିନ୍ତୁ ହାଇ ଇଣ୍ଟରେଷ୍ଟ ତାଙ୍କୁ ଦିଆଯାଉଥିଲା, ଚକ୍ରବର୍ତ୍ତୀ ସୁଧ ମୁଁ ମୋ ହିସାବରେ କହୁଛି। ହାଇ ଇଣ୍ଟରେଷ୍ଟ କଣ, ମାନେ ତମେ ନର୍ମାଲି ଗୋଟେ ଜାଗାରେ ଦଉଛ, ପ୍ରପର ଖାଉଛ ଯଦି ସେଥିରେ ତମକୁ 18% GST ଲଗେଇବ। 18% GST ମାନେ ତମେ 100 ଟଙ୍କାରେ ଗୋଟେ ଜିନିଷ କିଣିଲ, ମାନେ 18/100 ଗଲା, ତାହେଲେ କେତେ ଟଙ୍କା ତମକୁ ଏକ୍ସଟ୍ରା ଆଣି ଦେବାକୁ ପଡୁଛି, ପ୍ଲସ 18 କେତେ ହେଲା 118, ତାହେଲେ ତମେ କେତେ ଟଙ୍କା ତମେ ଦେଲ, 18 ଟଙ୍କା ତମେ ଏକ୍ସଟ୍ରା ଦେଇକି ତମେ କିଣିଲ, ଆମକୁ ସେ ଜିନିଷଟା ଜଣା ପଡୁଛି ହେଲା। ସେ ଆମେ ଯାଉଛୁ ପ୍ରାଇସ ରେ ସେ କହିଦିଅନ୍ତି ଯେ ଏଟା 120 ଅଛି, ଆମେ 118 ରେ ଦଉଛୁ, ଜିନିଷଟା ଜଣା ପଡୁନି କିନ୍ତୁ ଆମେ ଦଉଛୁ ଟ୍ୟାକ୍ସ, ଆମେ ଟ୍ୟାକ୍ସ ଆମ ପାଖରୁ ଗଣିକି ନଉନି ନା, ଯେ ତମକୁ ଏଇଟା 100 ଥିଲା, 18% ଆମେ GST ଲଗେଇଲୁ, GST ର ବିଲ୍ ଟା ଧରନ୍ତୁ ହେଲା, GST ର ବିଲ୍ ଟା ଧରନ୍ତୁ, ସେ ବୁଝୁ ହଁ ଇଣ୍ଟରେଷ୍ଟ ରେ ଯୋଉ ନଉଥିଲା, ସେ ଇଣ୍ଟରେଷ୍ଟ ପରେ ସେମାନେ କଣ କଲେ, ରିପେ କରିପାରିଲେନି, କାରଣ ଭିନ୍ନ ପ୍ରକାର ୱାର ପରେ ସେମାନେ ତାଙ୍କୁ କଣ କଲେ, ଯୋଉ ଗଲ ୱାର ହେଲା, ତ ଭିନ୍ନ ପ୍ରକାର ୱାର ହେଲା, ପର୍ସିଆନ ମାନେ ଆଟାକ କଲେ, ସେ ୱାର ପରେ କଣ କଲେ, ସେମାନେ ଇଣ୍ଟରେଷ୍ଟ ନେଲେ, କାରଣ ତାଙ୍କର ଘର ଦ୍ୱାର ସବୁ ଭାଙ୍ଗି ଯାଇଥିଲା, ଲୋନ ନେଇକି ଘର ତିଆରି କଲେ, ଅଧିକ ଇଣ୍ଟରେଷ୍ଟ ଯୋଗୁ ସେମାନେ ଆଉ ସୁଝି ପାରିଲେନି। ଆଉ ଯଦି ନ ସୁଝି ପାରିଲେ, ଯଦି ନ ସୁଝି ପାରୁଛ ଆସ ମୋ ଘରେ କାମ କର, ନ ସୁଝି ପାରିଲେ କଣ କରିବ, ଆସ ହୋଟେଲ କୁ ଯାଉଛ, ଖାଇବାର ଯଦି ଇଏ ନାହିଁ ତାହେଲେ ବାସନ ଧୋଇବ, ହଁ ନା ନାଇଁ? ତ ଠିକ ସେମିତି, କିନ୍ତୁ ସେମାନେ ପଳେଇଲେ କୋଉଠି, ଯେ ତାଙ୍କର ରାଇଟ କଲେ, ଆମକୁ ତ ଏଇ ହିସାବରେ ଟର୍ଚର କରୁଛନ୍ତି, ନିର୍ଯାତନା କରୁଛନ୍ତି, ଆମେ ଆମର ଚାଲିଛୁ, କୋଉଠି ଗଲୁ ନା ପାହାଡକୁ, ପର୍ବ ପରେ କୁହାଗଲା ଆମେ ପାହାଡ ପଛକୁ ପଳେଇବୁ, ମାନେ ଟିକେ ଦୂର ଦେଶ, 10 ନା 12 ମାଇଲ ଦୂର ଥିଲା, ମାନେ ଅଲମୋଷ୍ଟ ସେ 15 ରୁ 18 କିଲୋମିଟର ହବ, ପଳେଇଲେ। ଯେତେବେଳେ କେହି ଲୋକ ନାହାନ୍ତି, ପାଟ୍ରିସିଆନ ମାନେ କଣ କରିବେ,
କଣ କରିବାକୁ କେହି ନାହାନ୍ତି। ସକାଳୁ ଉଠିକି ତ ଦେଖିଥିବ କଣ ନିତା ଅମ୍ବାନୀ ଘରର ଝାଡୁ ମାରିବ କେବେ, ନା ପୋଛା ମାରିବ କେବେ, ନା ରୋଷେଇ କରିବ? ନର୍ମାଲି ଗୋଟେ କଥା କରିବ, କାଇଁ କରିବ, କାଇଁ କରିବନି? ହେଲା ସିଏ ପାଟ୍ରିସିଆନ କ୍ଲାସ ର ସିଏ, ସିଏ କାଇଁ କରିବ? ତା ଅଣ୍ଡରରେ ହଜାର ହଜାର ଲୋକ କାମ କରୁଛନ୍ତି ତା ଘରେ, ତାହେଲେ ତାର କିଛି କରିବାର ନାହିଁ। ସେ ଉଠିବ ମାନେ ଚପଲ ଆଣିକି ତା ଗୋଡ ପାଖରେ ରଖିଥିବ, ମାନେ ଜିନିଷଟା ଷ୍ଟାଣ୍ଡାର୍ଡ ମେଣ୍ଟେନ ନା ନାଇଁ? ତ ସେଇ ଜାଗାରେ କଣ ହେଲା ନା ଏମାନେ ପଳେଇଲେ, ପାଟ୍ରିସିଆନ ମାନେ ଏବେ କାମ କରିପାରିବେ। ଆରେ ଏଇନା ଅମ୍ବାନୀ ଘର ସମସ୍ତେ ଗାୟବ, ମାନେ ପାଖରେ କିଛି ନାହିଁ। କିନ୍ତୁ ଅମ୍ବାନୀ ଡେଲି ଯାଇ ବାସନ ଧୋଇବ, ସକାଳେ ଥଣ୍ଡା ପାଣିରେ ହାତ ବୁଡେଇଛି, ତା ହାତର କଣ ଅବସ୍ଥା ହବ, ତା ମ୍ୟାନିକ୍ୟୁର ପଳେଇବ, ଏଇ ଜିନିଷ ସେ କାମ କରିବ? ଆଁ କେବେ କାମ ନ କରୁଛି। ତ ସେଇ ଜିନିଷ ତ ଠିକ ସେଇ ଅବସ୍ଥା ପଡିଲା କାହାର, ପାଟ୍ରିସିଆନ ମାନଙ୍କ। ସେ ଗଲେ ଦୌଡି ଦୌଡି କାହା ପାଖକୁ, ପ୍ଲେବିୟାନ ମାନେ। ପ୍ଲେବିୟାନ ମାନେ କହିଲେ ଠିକ ଅଛି ଆମେ ଯିବୁ ଯେ ଆମର କିଛି ସର୍ତ୍ତ ଅଛି, କଣ୍ଡିସନ ଅଛି ମାନିବାକୁ। କଣ? ପ୍ରଥମେ ତମେ ଆଗେ ଟ୍ୟାକ୍ସ ରୁ ଆମର ଯୋଉ ଇଣ୍ଟରେଷ୍ଟ ନିଆ ହେଇଥିଲା ଲୋନ କୁ, ତାକୁ କ୍ୟାନସଲ କରିଦିଅ, ଆମେ ଦବୁନି, ଆମକୁ ଫ୍ରି କରିଦିଅ, ଆମ ପାଖରେ ଆଉ କିଛି ଲୋନ ନାହିଁ ତମର। ଠିକ ଅଛି, ଗଲା। ସେକେଣ୍ଡ କହିଲେ ଯୋଉ ସ୍ଲେଭସ ମାନେ ରହିଛନ୍ତି କ୍ରୀତ ଦାସ, ତାକୁ ବାହାର କର। କେହି ସ୍ଲେଭସ ରହିବେନି, ତମର ଦରକାର ଆମେ ଯିବୁ କାମ କରିବୁ, ପଇସା ଦିଅ ଆମେ ପଳେଇ ଆସିବୁ। ତମ ଘରେ ରହିକି କାମ କେହି କରିବେନି, ସ୍ଲେଭ ହେଇକି ରହିବେ। ଯେମିତି ତମେ ଡେଲି ଦେଖିଥିବ ଷ୍ଟେସନ ପାଖରେ, ସବୁ ଷ୍ଟେସନ ପାଖରେ ଲୋକ ଆସନ୍ତି, ଯାହାର ଦରକାର ଲୋକଙ୍କୁ କେତେ ମଜୁରିଆ ଦରକାର ଷ୍ଟେସନରୁ ଉଠେଇଲେ କାମ ସେଠି ବୁଝେଇବେ, ଏଇ ଏଇ କାମ ଅଛି, କାମ ଧରିଲେ ଚାଲିଲେ। କାମ ସରିଲା, ହାତ ଧୋଇଲେ, ପଇସା ନେଲେ, ରିଟର୍ନ। ରୁହା ରୁହି ସିଷ୍ଟମ କିଛି ନାହିଁ, ବାସ୍ ସେମ ଜିନିଷ ସେଠି ବି ଚାଲିଲା। କୋଉଠି? ତ ସେମାନେ ସେଇ ଜିନିଷ ହିଁ କଲେ, ହଁ ଠିକ ଅଛି କାହିଁକିନା ଆମର ଦରକାର ଯେହେତୁ, କଣ୍ଡିସନ ଆମେ ମାନିଲୁ, ତମ ଲୋନ କୁ ଆମେ ଫ୍ରି କରିଦେଲୁ, ତମ ଯୋଉ ଏମାନଙ୍କୁ ସ୍ଲେଭସ ମାନଙ୍କୁ ଆମେ ହଟେଇ ଦେଲୁ। ଆଉ କଣ କରାଗଲା ନା ସେ କହିଲେ ଆମକୁ ମାଜିଷ୍ଟ୍ରେଟ ର ଟିକେ ପଦବୀଟା ଦିଅ, ମାନେ ଆମର ବି ଟିକେ ରାଇଟ୍ସ ଥିବା ଦରକାର, ଆମେ ସବୁ କିଛି ବୁଝିପାରିବୁ, କିଛି ନାହିଁ ହେଲା। ଏଟା ଫାର୍ଷ୍ଟ ଫେଜ ରେ ଗଲା। ହଉ, ଫାର୍ଷ୍ଟ ଫେଜ ଟା ସରିଥିଲା, ଟାଇମ ପିରିୟଡ ଟା 17 କେତେ ରୁ 1449 ରେ ସରିଥିଲା। ତାପରେ 363 ଚାଲିଥିଲା ବୋଧେ, 66 ସେକେଣ୍ଡ ଫେଜ ସେତିକି ଯାଇ ଚାଲିଲା। ଏଇନା ସେକେଣ୍ଡ ଫେଜ ରେ କଣ ହେଲା, ସେ ତ ଚାଲି ତ ଗଲେ, କାଇଁ ତାଙ୍କ ତାଙ୍କୁ ସବୁ କିଛି ଫ୍ରି କରିଦିଆଗଲା। ଠିକ ଅଛି, ତଥାପି କେତେ ଦିନ ତମକୁ ଗଲାବେଳେ ହେଇରେ ମାଇସେଟ ଦିଆଗଲା, କିନ୍ତୁ ଏତେ ଉପରକୁ ନୁହେଁ, କିଛି କିଛି କ୍ଷେତ୍ରରେ। ତମେ ଯେତେବେଳେ ଯାଉଛ, ଆରେ ଶୁଣିଲୁ, ମାନେ ନର୍ମାଲି କୁହାହେଲା, ତ ତାଙ୍କୁ ସେଇ ହିସାବରେ କଣ ମିଳିଲାନି, ସୋସାଇଟିରେ ଇକ୍ୱାଲିଟି ମିଳିଲାନି। ତ ସେଥିପାଇଁ ସେ କଣ କଲେ, ସେକେଣ୍ଡ ଥର ପୁଣି କଲେ, ଆମକୁ ଇକ୍ୱାଲିଟି ଦିଅ। ଇକ୍ୱାଲିଟି ଏଇନା କଣ ନା, ଆମକୁ ବାହାଘର କର, ପାଟ୍ରିସିଆନ ପ୍ଲେବିୟାନ ମାନଙ୍କ ଭିତରେ କଣ କର, ବାହାଘର। ଅନୁଲୋମ ପ୍ରତିଲୋମ କଥା କହିଥିଲି। ଅନୁଲୋମ ପ୍ରତିଲୋମ, ବାହାଘର ହଉଛି 8 ଗ୍ରହ, ଆଉ ଅନୁଲୋମ ପ୍ରତିଲୋମ ହଉଛି ଅଲଗା ହେଲା। ମୁଁ ବାହାଘର ଟା ପରେ ବୁଝେଇବି ହେଲା, ଫ୍ରି କ୍ଲାସ। କାନୁନିଆ ଲ ପା, କାନୁନିଆ ଲ ଟା ହଉଛି ବିବାହଟା, ସେକେଣ୍ଡରେ ସେଇଟା ଥିଲା। ଇକ୍ୱାଲିଟି ରାଇଟ୍ସ ମାନେ ତାଙ୍କୁ ସମାନତା ମିଳିଲା, ସେମାନେ ଏବେ ଇକ୍ୱାଲ ହେଇଗଲେ। ଦେଖ ସମସ୍ତେ ପାଟ୍ରିସିଆନ ରହିଲା, ଜଣେ ଦି ଜଣଙ୍କର ବାହାଘର ହେଲା, ସମସ୍ତେ ବାହାଘର କରେଇଲେ କି, କରେଇଲେନି। ଇକ୍ୱାଲିଟିରେ କଣ ପାଇଁ ଆସିଲା, ଯେତେବେଳେ ଗଲ ଆଟାକ କରିବ, ଅଲଗା ଦେଶ ଆଟାକ କରିବେ, ସେମାନେ ଇକ୍ୱାଲ ହେଇକି ଯାଇକି ତାଙ୍କ ବିରୁଦ୍ଧରେ ଯୁଦ୍ଧଟା କରିବେ। ତାପରେ କନଷ୍ଟିଟ୍ୟୁସନ ବିଲ୍ଡ ହବ ରୋମରେ। ଇକ୍ୱାଲିଟି ମିଳିଲା ଥାର୍ଡ ପେଜ। କିନ୍ତୁ ଏଇଠୁ ଯୋଉ କାନୁନିଆ ଲ ରେ ତାଙ୍କୁ କଣ ମିଳିଲା, ମ୍ୟାରେଜ ର ରାଇଟ୍ସ ତାଙ୍କୁ ମିଳିଲା। ଅର୍ଥାତ ଆମେ ଦେଖିବା ଅନୁଲୋମ ପ୍ରତିଲୋମ। ଅନୁଲୋମ ରେ କଣ ହେଲା ନା, ଗୋଟେ ହାୟର କ୍ଲାସ ର ପୁଅଟେ ଗୋଟେ ଲୋୟର କ୍ଲାସ ର ଝିଅକୁ ବାହା ହେବାକୁ କଣ ବୋଲି କୁହାଗଲା, ଅନୁଲୋମ। ପ୍ରତିଲୋମ ହଉଛି ଓଲଟାଟା, ହାୟର କ୍ଲାସ ର ଝିଅ ଲୋୟର କ୍ଲାସ ର ପୁଅ ହେଲା, ଏଟା ହଉଛି ପ୍ରତିଲୋମ। ତ ସେମିତି ସିଷ୍ଟମ ଏଠି ଚାଲୁ, ଯାହାକୁ କୁହାଗଲା କାନୁନିଆ ଲ। କାନୁନିଆ ଲ ମାନେ ହଉଛି ଯୋଉଟା କି ପାଟ୍ରିସିଆନ ଆଉ ପ୍ଲେବିୟାନ୍ସ ମାନଙ୍କ ଭିତରେ ବୈବାହିକ ସମ୍ପର୍କ ରହିପାରିବ। ବୁଝିପାରିଲ? ଯେମିତି ଯୋଉ ଆମର ଇଏ ରହିଲେ, ରେମୁଲାସ ରହିଲେ, ଯେତେବେଳେ ନଗର ପ୍ରତିଷ୍ଠା କଲେ, ଭିନ୍ନ ଭିନ୍ନ ଏରିଆରୁ କଣ ଝିଅ ମାନଙ୍କୁ ଉଠେଇ ଆଣିଲେ, ସେ ରୁମରେ ଚୋର ଡକାୟତ ସମସ୍ତଙ୍କୁ ଇନଭାଇଟ କଲେ, ସେଇଠି ତାଙ୍କୁ ଜବରଦସ୍ତି ଫୋର୍ସଫୁଲି ତାଙ୍କୁ କଣ କରିଦେଲେ, ବାହାଘର କରିଦେଲେ। କିନ୍ତୁ ସେଠି ସେମିତି ନୁହେଁ, ପାଟ୍ରିସିଆନ ମାନଙ୍କୁ ପ୍ଲେବିୟାନ ମାନଙ୍କୁ କାହାର ପସନ୍ଦ ହେଲା, ବୁଝିପାରୁଥିଲୁ, ଇକ୍ୱାଲିଟି ମିଳିଲା। କିନ୍ତୁ ସେଇ ଜିନିଷଟା
ସମସ୍ତଙ୍କୁ ମିଳିବନି ନା। ତ ଓଲଟା ହେଇଯାଉଛି ନା, ଯଦି ଗୋଟେ ପ୍ଲେବିୟାନ ର ପୁଅଟା ପାଟ୍ରିସିଆନ ର ଝିଅଟା, ତାହେଲେ ପାଟ୍ରିସିଆନ ଘରେ କେମିତି? କିନ୍ତୁ ବେଳେ ବେଳେ ମାନିବାକୁ ପଡୁଛି। ସେଠି ଖାଲି କୁହାଯାଇଛି ଯେ କାନୁନ ଲ କର, କେତେ ଜଣଙ୍କୁ ବାହା କିଏ କାହିଁ କରିବ। କିନ୍ତୁ ହଁ, ସେଇ ଜାଗାରେ ଗୋଟେ ଜିନିଷ ହେଇପାରେ, ଯଦି ହାଇ କ୍ଲାସ ର ପୁଅଟା ରହିଲା, ଲୋଅର କ୍ଲାସ ର ଝିଅଟା ଯଦି ଠିକ ଠାକ ଅଛି ତାଙ୍କର ବାହାଘର କରେଇଲେ, କାହିଁକିନା ତାଙ୍କୁ ସେମିତି ବି ଗୋଟେ କଣ ଦରକାର, ପ୍ଲେବ ଦରକାର, ତାଙ୍କର ଦରକାର। ସେଇ ହିସାବରେ ହଉ। ବୁଝିପାରିଲ ନା? ମାଇଣ୍ଡ ଟା ସେଇ ହିସାବରେ ଦେଖିବ। ମାନେ ସେଇଆ ହିଁ କରେ। ହଁ ମୋ ପାଇଁ ଏମିତି ବୋଉ ଗୋଟେ ଆଣିବା, ଯେକି ଆମ ଘରର ବୋହୂ ଆଣିଛ ନା ଚାକରାଣୀ ଆଣିଛ? ମୋର ଆଉ ଗୋଟେ ସାର୍ ଯୋଉ ଲେଖିଛନ୍ତି କେମିଲା ଫାଷ୍ଟ ଯିଏକି ହେଇଥିଲେ ଫାଷ୍ଟ ତାକୁ ଚୁଜ କଲେ ପ୍ରାକ୍ଟିସିଆନ ମାନେ ହଁ, ସେଇଟା ବିରୋଧ କଲେନି ପ୍ଲେବିୟାନ୍ସ ପ୍ଲେବିୟାନ୍ସ ମାନେ କାହିଁକି ବିରୋଧ କରିବେ? ସେ ତ ପ୍ଲେବ ଥିଲା ନା। ଏ ତ ଥିଲେ ଠିକ ଅଛି କିନ୍ତୁ ତାକୁ ଚୁଜ ତ କଲେ ପାଟ୍ରିସିଆନ ମାନେ ଆରେ ତାଙ୍କ ପାଇଁ ତ ଚୁଜ କରାଗଲା ପ୍ଲେବିୟାନ୍ସ ମାନଙ୍କ ଭିତରୁ, ଭାବ ଏଇଠି ଆମେ ପ୍ଲେବ ଅଛୁ, ମତେ ଚୁଜ କଲ ପାଟ୍ରିସିଆନ ମାନେ। ପାଟ୍ରିସିଆନ ମାନେ ଚୁଜ କଲେ କଣ ପାଇଁ? ଯେ ତମେ ପ୍ଲେବିୟାନ୍ସ ମାନଙ୍କର ଦୁଃଖ ଟା ବୁଝିବ, ସମସ୍ତଙ୍କର କାମ କରିବ। ସେ କାହାର ମାନେ ଇନଡାଇରେକ୍ଟଲି କାହାକୁ, ସବୁ ପ୍ଲେବିୟାନ ମାନଙ୍କୁ ତ ଦେଇପାରିବେନି। ତ ଜଣଙ୍କୁ ରଖାଗଲା, ସିଏ ରହିଲେ ପ୍ରଥମ ବ୍ୟକ୍ତି ଯେ କି ପ୍ଲେବ ମାନଙ୍କ ମଧ୍ୟରୁ ଆସିଲେ। ପ୍ଲେବିୟାନ ମାନେ ତାଙ୍କୁ କାହିଁ ବାଛିବେ? ପ୍ଲେବିୟାନ ମାନେ ତାଙ୍କ ଭିତରେ ବି ନେତା ଅଛନ୍ତି, ତାଙ୍କୁ ବାଛିବା କିଏ, ରାଇଟ ଟା ଦବ କିଏ? ପାଟ୍ରିସିଆନ ଦବ। ବୁଝିଗଲା? ପାଟ୍ରିସିଆନ ମାନେ ଚୁଜ କଲେ ପ୍ଲେବିୟାନ ମାନଙ୍କ ଭିତରେ କେମିଲସକୁ ପ୍ରଥମେ, ଯିଏ କି ହବ ତାଙ୍କର ମାଜିଷ୍ଟ୍ରେଟ ଏବଂ ତାଙ୍କର ସବୁ କିଛି ଦାୟିତ୍ୱ ବୁଝିବ କିଏ? ପ୍ଲେବ ମାନଙ୍କର ଯେତିକି ଅସୁବିଧା ସିଏ ହିଁ କହିବ। ଯେମିତି ଆମେ ନର୍ମାଲି ଆମେ କଣ କହୁଛେ, ଆଜ ସରପଞ୍ଚ ହେଲା, ଆଜ କାଉନସିଲର ହେଲା, ତ ସେଇ ହିସାବରେ ବୁଝ। ତାଙ୍କୁ ଭୋଟ ଦେଇକି ଜିତେଇଲା କୋଉମାନେ? ଆମେ ମାନେ ହେଲା। ତାହେଲେ ଆମେ ମାନେ ଏଇଠି ହଉଛୁ କଣ? ପାଟ୍ରିସିଆନ। ସେ ହଉଛନ୍ତି ପ୍ଲେବିୟାନ। ମାନେ ସିଏ ଏବେ ପ୍ଲେବରେ ଏବେ ଉଚ୍ଚ ସ୍ଥାନକୁ ପହଞ୍ଚି ଗଲେ, ସିଏ ହେଇଯିବ ପାଟ୍ରିସିଆନ, ଆମେ ହେଇଯିବୁ ପ୍ଲେବିୟାନ। ବୁଝିପାରିଲ ନା ନାଇଁ? ସେ ତାକୁ କଣ କରିଦେଲେ, ଗୋଟେ ଉଞ୍ଚା କ୍ଲାସକୁ ରଖିଦେଲେ ଏବଂ ସିଏ ହିଁ କଣ କରିବ, ପ୍ଲେବିୟାନ ମାନଙ୍କର ଦୁଃଖକୁ ବୁଝିବ। ସବୁବେଳେ କଣ ଏଟା ସମାନ ହୁଏ? ରାଇଟ୍ସ କୁ ଧର ତମକୁ ପାୱାର ମିଳିଲା, ହଁ କହିଲେ ଆରେ ତୁ ତ ହେଇଗଲୁ ଆମର, ଏବେ ଆମର ଟିକେ ଅସୁବିଧା ବୁଝୁ। ଠିକ ଅଛି, ଅସୁବିଧା ବୁଝା ହବ। କୁହା ହେଲା, କାର୍ଯ୍ୟରେ କିଛି ହେଲା। ସେ କାହା ସହ ଏବେ ଇକ୍ୱାଲିଟି ମେଣ୍ଟେନ କରିବ? ପାଟ୍ରିସିଆନ ମାନଙ୍କ। ସେଟା ମୋ ଥଟ୍ ହିସାବରେ, ବହିରେ କଣ ସବୁ ଲେଖିବ? ତାଙ୍କ ଗାଁରେ କିଛି ଇଏ ନାହିଁ ତ, କିଛି ବି କରିପାରିବେ ହେଲା, କିଛି ବି କରିପାରିବେନି। ଦେଖ ମୟୂରଭଞ୍ଜରେ ହଉଛି କିଛି, ଖାଲି ମୋହନ ଭାଇନାଙ୍କ କଥା କହିଦେଲେ, ସେଇ ଅଛନ୍ତି ପଲିଟିକାଲ, ମୁଁ ଜାଣିନି ସେ ଥାଆନ୍ତି, ଆମେ ବିରୋଧ କରିବା। ମୋହନ ଭାଇନାଙ୍କୁ ତମେ ନର୍ମାଲି ଗୋଟେ ଭୋଜିଟେ କର, ମଟନ ଟେ ଭୋଜି ତାଙ୍କୁ କଲ୍ କର, ସେ ପଳେଇ ଆସିବେ। ମାନେ କଣ, ଯାହାକୁ କୁହାଯାଏ ନର୍ମାଲି ସର୍ବଗିଳା ଗୋଟେ ଥାଏ, ସବୁ କିଛି ଖାଇଦେବେ ହେଲା, ଏବଂ ତାଙ୍କୁ ଇନଭାଇଟ କର ସେ ପଳେଇ ଆସେ। ଜନତାଙ୍କର ନେତା ନା, ଜନତାଙ୍କୁ କାହିଁ କଷ୍ଟ ଦେବେ, ସେଇଟା ହିଁ ସେ କହିବେ। ଆଉ ଯୋଉଠି ବି ଯିବେ, ଚାରି ପାଞ୍ଚଟା କ୍ୟାମେରା ଥିବ, ଦି ଚାରିଟା ବାଉନ୍ସର ଥିବେ, ଚାଲ। ନର୍ମାଲି ଏଇଠି ବୁଲୁଛନ୍ତି ସିଏ, ଆଙ୍କୁ କାହିଁ ମୋଦିକୁ କାହିଁ ବିରୋଧ କର। ଜେଟ୍ ପ୍ଲସ ଅମ୍ବାନୀକୁ ଦିଆଯାଇଛି, ଅମ୍ବାନୀ ବାଡେଇକି। ବ୍ୟାକଗ୍ରାଉଣ୍ଡ ଏବେ କ୍ଲିୟର ହେଲା? ହଁ, ନବୀନର ଯିଏ ସିକ୍ୟୁରିଟି ଥିଲା ସେ ଭଲ, ମୋର ଲୋକ ପଞ୍ଜାବେନ ସବୁ ସେ ଆସନ୍ତି, ଇଏ କରନ୍ତି, ଆମ ସହ କଥା ହୁଅନ୍ତି, ମୋ ନମ୍ବର ରଖିଛନ୍ତି ସିଏ, ଷ୍ଟାଟସ ମଝିରେ ଦେବେ, ଏ ଭଲ ଲୋକଟା। ଯାହାକୁ ହଁ, ଏମିତି ସଲମାନ ଖାନ, ସଲମାନ ଖାନ ତ ସେରା ଅଛି, ସେରା ଥାଉ। ତାହେଲେ ଆମ ବ୍ୟାକଗ୍ରାଉଣ୍ଡ କ୍ଲିୟର ହେଲା କି? ତିନିଟା ଜିନିଷ ହେଲା। ରୁମରେ ଆମେ କଲଚର ବିଷୟରେ ବି ଟିକେ ଦେଖିଥିଲେ, ସାହିତ୍ୟ ବିଷୟରେ, ତ ସେଟା ମୁଁ ଏଇନା ବୁଝିପାରୁନି। ବ୍ୟାକଗ୍ରାଉଣ୍ଡରେ ଏଇ ଜିନିଷଟା ଥିଲା। ଆ ପରେ ଯେତେବେଳେ
ଏଇଟା କରାଗଲା 510 BC। ତାପରେ ରୋମ ରେ କଣ ହେଲା? ରୋମ ରେ ଷ୍ଟାର୍ଟ ହେଲା କଣ? କନଷ୍ଟିଟ୍ୟୁସନ ସଂବିଧାନ। କାରଣ ବ୍ୟାକଗ୍ରାଉଣ୍ଡ ଆଉ ଟିକେ ଅଛି। ଯେତେବେଳେ ଯୋଉ ଥାର୍ଡ ପେଜ ରେ ସେମାନେ ଇକ୍ୱାଲିଟି ସେ ଲେଖିଛି, ଯୋଉଟା ଇକ୍ୱାଲିଟି ମେଣ୍ଟେନ କଲେ, ମାନେ ସମସ୍ତଙ୍କୁ ଏବେ ସମାନ ରାଇଟ୍ସ ଦିଆଗଲା। ସବୁ ପ୍ଲେବ କଣ, ପାର୍ଟିସନ ମାନେ କଣ, ସବୁ ସେମ୍। ଏବେ ସମସ୍ତେ ଯଦି ଇଏ କଲେ, ବାହାର ଶତ୍ରୁ ମାନେ ଯେତେବେଳେ ଆଟାକ କଲେ, ସେମାନେ କଣ କଲେ? ମିଶିକି ତାଙ୍କ ସହ ଯୁଦ୍ଧ କଲେ। ହେଲା, ଫାର୍ସାଇଲ ୱାର ହେଲା, ଗଲ ୱାର ହେଲା, ତ ଏଇ ସବୁ ଇଟାଲିଆନ ୱାର ହେଲା, ଇଟାଲୀ ମାନେ ଆଟାକ କରିଥିଲେ। ତ ଏଇ ସବୁ ୱାର ରେ ସେମାନେ ଲେଖି죠 ଫାର୍ସାଇଲ ୱାର, ଇଟାଲିଆନ ନାଇଟ, ଏଇ ଯୋଉ ୱାର ରେ ସେମାନେ କଣ କଲେ ନା ମିଶିକି ତାଙ୍କ ସହ ବେତର ହେଇକି ବା ମିଶିକି ଗାଦର ହେଇକି ମିଶିକି କଣ କଲେ? ସେ war ରେ ଲଢିଲେ। ମାନେ ବହୁତ ବହୁତ ସେମାନେ ମିଳିତ ଭାବରେ କଣ କଲେ ନା ଯୁଦ୍ଧ କଲେ, ତାଙ୍କ ଦେଶରେ ଯୋଉମାନେ ଆଟାକ କଲେ ତାଙ୍କ ବିରୁଦ୍ଧରେ। ଏଇଠୁ ଆମର କଣ ହେଲା ନା ଯେତେବେଳେ ସମସ୍ତଙ୍କୁ ହରେଇ ଦେଲେ, ଏବେ ସେ ଦରକାର ହେଲେ ଯେ ଦେଶକୁ ଯଦି ଆମେ ବଞ୍ଚେଇକି ରଖିବାର ଅଛି, ତାହେଲେ ଆମକୁ ଗୋଟେ ରୁଲ ରେଗୁଲେସନ କରିବାର ଅଛି। ସେଥିପାଇଁ କନଷ୍ଟିଟ୍ୟୁସନ ତିଆରି କରାଗଲା। ଯେମିତି ଆମର କନଷ୍ଟିଟ୍ୟୁସନ କେବେ ଷ୍ଟାର୍ଟ ହେଲା ତ? ଜାନୁଆରୀ 46। ମାନେ ଷ୍ଟାର୍ଟ କରାହେଲା, ଷ୍ଟାର୍ଟ କେବେ ହେଇଥିଲା ଯେ କେମିତି ତମକୁ ମିଳିବ? 1946 ରେ ହେଲା। ସରିଲା କେବେ? 49 ନଭେମ୍ବର 16 ସରିଲା, କିନ୍ତୁ 26 ରେ। 26 ହଉଛି 26। ହଁ ହେଲା, 26 ହେଲା ସରିଲା, କିନ୍ତୁ ତାକୁ କାର୍ଯ୍ୟକାରୀ ହେଲା କେବେ? ଜାନୁଆରୀ 26 19, କାହିଁକି? କାରଣ ପୂର୍ଣ୍ଣ ସ୍ୱରାଜ ହେଇଥିଲା 1926 ଜାନୁଆରୀ 26। 26 ଲାହୋର ସେସନ ହେଇଥିଲା। ଏବେ ହେଇଥିଲା 1920 1930 1929 ରେ ମିଟିଂ ହେଇଥିଲା ଲାହୋରରେ, କିନ୍ତୁ କୁହାଗଲା ସେଠି ଜବାହରଲାଲ ନେହେରୁ କହିଲେ କି 1930 ଜାନୁଆରୀ 26 କୁ ଆମେ ଫାର୍ଷ୍ଟ ଇଣ୍ଡିପେଣ୍ଡେନ୍ସ ଡେ ହିସାବରେ ଆମେ ତାକୁ କଣ କରିବା? ମାନିବା। ପୂର୍ଣ୍ଣ ସ୍ୱରାଜ ସେଠି ଆସ, ସ୍ୱରାଜ ଥିଲା, ପୂର୍ଣ୍ଣ ସ୍ୱରାଜ ଆସ, ବୁଝିପାରିଲ? ତ ସେଥିପାଇଁ କଣ କରାଗଲା? ହଁ, 1930 ଜାନୁଆରୀ 26 ଇଏ ଦେଖିଲେ ଯଦି ଆମ 1949 26 ନଭେମ୍ବରରେ ସରିଲା, 26 ରେ ଯିବ, ଡିସେମ୍ବର ଗଲା, ପୁଣି ଜାନୁଆରୀରେ ଆଉ ଥରେ କିଏ ଇଏ କରିବ? ସେ ସବୁ ତାଠୁ ବେଟର ଆମେ 2 ମାସ ରହିଯିବା, 1950 ରେ ଷ୍ଟାର୍ଟ କରିବା। 1950 ରେ ଷ୍ଟାର୍ଟ, ନହେଲେ ପୁଣି ସେ ମନ ଭାଇନାଙ୍କ ଭଳିଆ କହିବାକୁ ପଡିବ 19 ଯୋଉ କଣ ନଭେମ୍ବର ଆମର ସାଧାରଣତନ୍ତ୍ର ଦିବସ। ସେଠି ମାନେ କଣ କର ନା 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 ପିଏମ ଟା ଗୋଟେ ତମେ ଗାଉଁଲି କହିଦଉଛ। ବାହାରି ପଡିବ। ହଁ ରେ ହେଇଯାଏ, ସେ ଉତ୍କଳମଣି ମଧୁସୂଦନ ଦାସ ଆଉ ତ ଆମେ କହିପାରିବାନି ସେ ସାମ୍ନାଟ ୱାର ମାନେ ଏଇଠି ଗୋଟେ ଲୋକଟେ ମାନେ ଯୋଉ ଗଲ ସାଇଡ ରେ କିଛି ଏରିଆ ଥିଲା ହେଲା, ଯାହାର ନାମ ଥିଲା ସାମନାଇଟ। ହେଲା, ହଁ, ସେ ସାମନାଇଟ ମାନେ ଆଟାକ କରିଥିଲେ, ଯାହା କୁହାଗଲା ସାମନାଇଟ ଗୋଟେ ଜାଗାର ନାମ। ହଁ, ରୋମର ଦେଖ, ରୋମର କିଛି ଅଞ୍ଚଳରେ ଯୋଉ ଆମର ସାବିଆନ ଏବଂ ଯୋଉ ରୋମର ଲୋକମାନଙ୍କୁ ମାନେ କଣ ଫୋର୍ସଫୁଲି ମ୍ୟାରେଜ କରିବା ପରେ ତାଙ୍କର ଯୋଉ ନେକ୍ସଟ ପିଢି ଆସିଲା ତାକୁ ଲାଟିନ ବୋଲି କୁହାଗଲା। ହେଲା, ସେଇମାନଙ୍କ ଭିତରେ ଯୁଦ୍ଧ କରିବା। ଗୋଟେ ରୋମ ଟା କଣ ଛୋଟ ଏରିଆ ଟା, ରୋମର ଭିନ୍ନ ଭିନ୍ନ ସାଇଡରେ ଅଛନ୍ତି।
ଆରେ ଏଇ ସାଇଡରେ ରହିଲେ କୋଉ ମାନେ ଲାଟିନ ମାନେ ରହିଲେ ରୋମରେ ଲୋକମାନେ ଥିଲେ ସେମାନେ ଡିଭାଇଡ ହେଇଗଲେ। ମାନେ କଣ କଲେ ଅଧିକ ଜାଗାକୁ ମାଡି ବସିବା ପାଇଁ ଦେଖିଲେ କାହା ଉପରେ ଯୋଉ ରୋମର ଲୋକମାନଙ୍କ ଉପରେ। ଯେମିତି ତମେ ନର୍ମାଲି ଦେଖିଥିବ କୋଉଠି ପଢିଥିଲେ ଆମେ ଯୋଉଟା କି ଏଥେନ୍ସ ଆଉ ସ୍ପାର୍ଟାରେ। ସ୍ପାର୍ଟା ଲାଷ୍ଟ କାହା ଉପରକୁ ଆଟାକ କଲା? ଏଥେନ୍ସ ଉପରକୁ। କାହିଁକି ଆଟାକ କଲା? ତା ପାୱାରକୁ ଦେଖେଇବା ପାଇଁ। ଠିକ ଏମିତି ଏଇ ଅଞ୍ଚଳରେ ଥିଲା ମାନେ ସେ ରୋମ ଅଞ୍ଚଳରେ ପୁରା ଇଟାଲୀ ଭିତରେ। ଇଟାଲୀରେ ରୋମ ରହୁଛି ମାନେ ରୋମ କ୍ୟାପିଟାଲ ଥିଲା। ତାହେଲେ ସେଇ ଇଟାଲୀ ମାନେ ବି ଆଟାକ କରିଥିଲେ। ତ ଭିନ୍ନ ଭିନ୍ନ ଜାଗାରେ ଲୋକମାନେ ଆଟାକ କରିଥିଲେ। ରୋମ ଗୋଟେ ଛୋଟିଆ ଦେଶଟା ଥିଲା। ମିଲନ ଏବେ ଅଛି, ଇଟାଲୀର ମିଲନ ଅଛି ତ ରୋମ ଅଛି। ତ ଆଖପାଖରେ ଯୋଉ ପଡୋଶୀ ଗୁଡିକ ରହିଲେ ସେମାନେ ତା ଉପରେ ଆଟାକ କରିଥିଲେ। ଯୋଉ ଦେଶ ଆଟାକ କରିଥିଲା ସେ କଣ କଲେ ତାଙ୍କ ବିରୁଦ୍ଧରେ ମିଶିକି ଯୁଦ୍ଧ କଲେ। କିନ୍ତୁ ଆମେ ଦେଖିବା 1905 ରେ ବଙ୍ଗ ବିଭାଜନ ହେଲା। ଲର୍ଡ କର୍ଜନ କରିଥିଲେ। ତା ରିଜନ କଣ ଥିଲା? ପଢା ହେଇନି ତ ଖାଲି କହିଦଉଛି। ଇଣ୍ଡିଆରେ ଚାଲୁଥିଲା ବ୍ରିଟିଶକୁ ହଟାଅ, ବ୍ରିଟିଶରକୁ ଉଠାଅ। ସେତେବେଳେ ଆମର ବଡଲା ହେଇକି ଆସିଲେ ବା ଗଭର୍ଣ୍ଣର ଜେନେରାଲ ହେଇକି ଆସିଲେ କିଏ? ଲର୍ଡ ୱିଲିୟମ କର୍ଜନ। କର୍ଜନ ଆସିଲେ ମୋ ହିଷ୍ଟ୍ରିରେ ସେ ବହୁତ କିଛି ଇଏ କରିଛନ୍ତି। ହଁ ୱିଲିୟମ ବେଣ୍ଟିକ କରିଥିଲେ ହେଲା। ୱିନଷ୍ଟନ ଚର୍ଚ୍ଚିଲ ସିଏ ନୁହେଁ। ୱିଙ୍ଗସ୍ ନା ଏମିତି କଣ ଥିଲା? ୱିଟକିନ୍ସ ନା ସେମିତି କଣ ଲାଷ୍ଟ ୱିଲିୟମ ଲାଗିଥିଲା ଲାଷ୍ଟ ତିନ ନା ଗୋଟେ ଏମିତି ଗୋଟେ ଲର୍ଡ ୱାରେନ୍ ହେଷ୍ଟିଙ୍ଗ। ରୋଡ ମାରେ ଲର୍ଡ ୱାରେନ୍ ସେ ବେଙ୍ଗଲର ଥିଲେ। ସେ ବେଙ୍ଗଲର ଥିଲେ। ତା ପରବର୍ତ୍ତୀ ଟାଇମରେ ଚେଞ୍ଜ ହେଇଗଲା ହେଲା। ତାପରେ ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ ଆସିଲେ। ହଁ ସେଟା ଆସିଯିବ ଆମର ବେଣ୍ଟିଙ୍କ ସମୟରେ ମାନେ ସତୀଦାହ ଉଠିଥିଲା ହେଲା। ସେଇଠୁ ତା ପରବର୍ତ୍ତୀ ଆସି ଆସି ଡେଲହାଉସି ପାଖରେ ଆସିଯିବ। ସେଇଠୁ ଆମର କଣ ରେଲୱେ, ତାପରେ ଆସିଲା ପୋଷ୍ଟ, ତାପରେ ଆସିଲା ଷ୍ଟିମ ଇଞ୍ଜିନ, ସେ ସବୁର ଆଉ ରହିଲା ତମର ୱିଡୋ ରିମାରେଜ ସବୁ ସେ ଟାଇମରେ ଚାଲିଲା। ତ ହଁ ଲର୍ଡ ୱିଲିୟମ କର୍ଜନ ଯିଏ ଆସିଲା 1905 ରେ ହେଲା। 18 କେତେରେ ଗୋଟେ ଆସିଲା 1890 ୱିଲିୟମ କର୍ଜନ ହେଲା। ସେଟା ତାଙ୍କର ଲାଷ୍ଟ ସମୟ ଥିଲା 19 ସିଏ ବାହାର ଯାଇଛନ୍ତି। 1905 ରେ ସେ କଣ କଲେ ଯେ ଆମେ ଯଦି ପ୍ରୋଟେଷ୍ଟ ଚାଲିଛି ସେ ପ୍ରୋଟେଷ୍ଟ କୋଉ ମାନେ କରୁଛନ୍ତି? ମୁସଲିମ ମାନେ ଇଣ୍ଡିଆ ଗୋଟେ କଣ ଥିଲା ଆମେ କହିବା ଯେ କଣ ଥିଲା ସବୁ ଧର୍ମ ଏବେ ବି ରହିଛି। ସେତେବେଳେ ଟିକେ ଅଧିକ ଥିଲା ଏଇଠି ହିନ୍ଦୁ ଆଉ ଏଇମାନେ ସବୁ ଗ୍ୟାଦର ହେଇକି କଣ କଲେ ବ୍ରିଟିଶ ଖିଲାଫରେ ଯୁଦ୍ଧ କଲେ। ସେ କହିଲେ ଆମେ ଗୋଟେ ଜିନିଷ କରିପାରିବା, ତାକୁ ଯଦି ଅଲଗା କରିଦବା ତାହେଲେ ହରେଇବାଟା ଇଜି ହବ। ବ୍ରିଟିଶ ର ଆଇଡିଆ ସେଇ ହିସାବରେ ରାଜା ରାଜାଙ୍କ ଭିତରେ ଯୁଦ୍ଧ କରେଇ ଦେଲେ। ଆମେ ଯେମିତି କହନ୍ତି ଏଘର ପିଇସି ସେ ଘର ମାଉସୀ, ଜାଣିଛ ନା ନାଇଁ? ମାନେ ବ୍ରିଟିଶର ଯାହାକୁ ଗୋଟେ ରାଜା ପାଖକୁ ଗଲେ ସେ କୋନାରେ ଇଏ କରିଛି ତାକୁ ରଗେଇ ଦେଲା। ପୁଣି ବୁଲିକି ଆ ପାଖକୁ ଗଲା ସେ କୋନାରେ ଏଇଆ କହିଛି ଛାଡିବୁନି ଜମା। ଦି ଜଣ ଆସିଲେ କନଫ୍ଲିକ୍ଟ ତାଙ୍କର ହେଲା। ଜଣେ ହାରିବ ଜଣେ ଜିତିବ। ଆଉ ଜଣକୁ ମାରିବା ପାଇଁ ବ୍ରିଟିଶର କଣ ଅଛି? ସେ ଖଣ୍ଡା ଧରି ଦୂରରୁ ଆସିବ ସରିଲା। କାରଣ ତା ପାଖରେ କଣ ଥିଲା? ବାରୁଦ। ବାରୁଦ ବାରୁଦରୁ ହିଁ ତ ଆସିଲା ନା ପିସ୍ତଲ ଟା। ବାରୁଦ ତା ପାଖରେ ଅଛି। ସେ ଖଣ୍ଡା ଧରିକି ଆସ ଦୌଡିକି ହେଲା। ଖଣ୍ଡା ଧରିକି ସେଇଠୁ ଦୌଡି ଦୌଡି ଆସିବ। ତୁ ଆସୁନା ସେ ଆରାମରେ ସ୍ୱାଗ ଷ୍ଟାଇଲରେ କଣ କରିବ ତାକୁ ଗୁଳି ମାରିଦବ। ସେମ ଜିନିଷ ହେଲା କଣ ସେ ଡିଭାଇଡ କରିଦେଲେ। ବାଂଲାଦେଶରେ କଣ କରିଦେଲେ ଅଧିକ ମୁସଲିମ ଥିଲେ। ବାଂଲାଦେଶରେ କଣ କଲେ ଯଦି ମୁଁ ଆଜମ ଇଆରେ କହୁଛି ତାହେଲେ 3 ଲାଖ ଉପରେ କଣ ଥିଲେ ମୁସଲିମ ଆଉ ଜମା 1 ଲାଖ କଣ ଥିଲା ବୁଝିପାରିଲ। ସେଠି ମେଜରିଟି କାହାର ଆସିଲା ମୁସଲିମ ଆସିଲା। ସେମାନେ ହିନ୍ଦୁଙ୍କ ଉପରେ ଏଇନା ମାଡଗୋଳ କରିବା ଆରମ୍ଭ କଲେ। ଜବରଦସ୍ତି ତାଙ୍କୁ ଧର୍ମରେ କଣ କରିବାକୁ ଆରମ୍ଭ କଲେ। ଯେମିତି ବାबर ହୁମାୟୁନ ଆକବର ଜାହାଙ୍ଗୀର ଶାହଜାହାନ ଔରଙ୍ଗଜେବ। ଔରଙ୍ଗଜେବ ଚାହିଁଥିଲା କାହାକୁ ଯୋଉ ଆମର ଶିଖ ଗୁରୁ ଜଣେ ନାଇନ୍ଥ ର ଅଙ୍ଗଦ ନା କାହାକୁ ବୋଧେ ତାକୁ ଫୋର୍ସଫୁଲି ଗ୍ରହଣ କରିବାକୁ ଚାହିଁଲେ କିନ୍ତୁ ଇସଲାମ ଧର୍ମ ଗ୍ରହଣ କଲେ କିନ୍ତୁ ସେ କଲାନି ସେଥିପାଇଁ ତାକୁ ମାରିଦିଆ ମରିଗଲା ପଛେ କଣ କଲାନି ସେ ଆକ୍ସେପ୍ଟ କଲାନି ତ କଣ ହେଲା ଯୋଉ ଆମର ମୁସଲିମ ମାନେ ବାଂଲାଦେଶରେ ହିନ୍ଦୁ ମାନଙ୍କୁ ଇଏ କରିବାକୁ ଆରମ୍ଭ କଲେ। ହିନ୍ଦୁ ମାନଙ୍କର ଯୋଉ ମନ୍ଦିର ରହିଲା ସେଠି ଭାଙ୍ଗିବା ତ ରହିଲା ରହିଲା ସେଥିରେ ସବୁ ଜୀବଜନ୍ତୁ କାଟିକି ଆନିମଲ କାଟିକି ସେଥିରେ ମନ୍ଦିରରେ ତ ସେଇଟା ଗୋଟେ ଇଏ ଥିଲା। ତ ସେମାନେ କଣ କଲେ ଚାହିଁଥିଲେ ଯେ ଇଣ୍ଡିଆକୁ ଆସିବେ ହିନ୍ଦୁ ମାନେ ଏବେ ବି ଚାହୁଁଛନ୍ତି ରିସେଣ୍ଟଲି ଯୋଉଟା ହେଲା ହେଲା
କଣ ତ ଶେଖ ହାସିନାକୁ ଯେତେବେଳେ ବାହାର କରାଗଲା ସେତେବେଳେ ସେଠି କଣ ଲୋକମାନଙ୍କୁ ଅତ୍ୟାଚାର କରାଗଲା, କୋଉମାନେ କଲେ? ମୁସଲିମ ମାନେ କଲେ। ସେମାନେ ଚାହୁଁଛନ୍ତି ଯେ ଇଣ୍ଡିଆକୁ ଆସିବେ। ବାଂଲାଦେଶ କାହିଁକି ସେକେଣ୍ଡ ପାକିସ୍ତାନ? ପାକିସ୍ତାନ ଥିଲା ନା, ତାକୁ ଶେଖ ମୁଜିବୁର ଜାଫର ବୋଧେ ଶେଖ ହାସିନାକୁ ସେ କଣ କଲେ, ତାଙ୍କୁ ମାନେ ପାକିସ୍ତାନରୁ ଅଲଗା କରେଇଲେ। ଏ ବାଂଲାଦେଶ ଥିଲା ପାକିସ୍ତାନ, ବୁଝିପାରିଲ? ଯେମିତି ପଞ୍ଜାବରେ ଅଛି ଯୋଉ ଆମର ପଞ୍ଜାବରେ ଗୋଟେ ସହର ଅଛି ଲାହୋର, ଲାହୋର ପଞ୍ଜାବର ବୋଧେ, ତାର ଇଷ୍ଟ ଲାହୋର ୱେଷ୍ଟ ଲାହୋର। ଯେମିତି ଆମେ ଏବେ କହୁଛନ୍ତି ୱେଷ୍ଟ ବେଙ୍ଗଲ, କିନ୍ତୁ ୱେଷ୍ଟ ବେଙ୍ଗଲ ଟା ଆମର କୋଉ ସାଇଡ ରେ ଅଛି? ଇଷ୍ଟ ସାଇଡ ରେ ଅଛି। କିନ୍ତୁ ଏଇ ସାଇଡ ରେ ଯୋଉ ବେଙ୍ଗଲ ଟା ରହିଲା ତାକୁ କୁହାଗଲା ଇଷ୍ଟ ବେଙ୍ଗଲ, ଆଉ ସେଥିପାଇଁ ଏଇଟାକୁ କୁହାଗଲା ଡିଭାଇଡ କରିଦେଲେ। ରାଇଟ ସାଇଡ ରେ ଯିଏ ରହିଲା ସେ ଇଷ୍ଟ ରହିଲା, ଲେଫ୍ଟ ସାଇଡ ରେ ଯିଏ ରହିଲା ୱେଷ୍ଟ। ଯେମିତି ଏଇଠି ଲାହୋର ଟା ରହିଲା ପଞ୍ଜାବରେ, ପଞ୍ଜାବ ଯଦି କରାଗଲା ପଞ୍ଜାବର ରାଇଟ ରେ ଯୋଉଟା ସେଟା ହଉଛି ଇଷ୍ଟ ପଞ୍ଜାବ, ସେଟାକୁ ଗଲେ ୱେଷ୍ଟ ପଞ୍ଜାବ। ଠିକ ସେ ଏଇଠି ଇଏ କରିଦବା ଦ୍ୱାରା ଏମାନେ ଚାହିଁଲେ ଆସିବା ପାଇଁ କିନ୍ତୁ ତାଙ୍କୁ ଆସିବାକୁ ଦେଲେନି, ତାଙ୍କୁ ମାରପିଟ କଲା। ଏମିତି ଆମର ରେଡ କ୍ଲିଫ ଯେତେବେଳେ ଏରିଆ ଡିଭାଇଡ କଲା ଇଣ୍ଡିଆ ପାକିସ୍ତାନ, ତ ସେତେବେଳେ ବି ସେଠି ହିନ୍ଦୁ ମାନଙ୍କୁ ଜବରଦସ୍ତି ସେଇଠି ରଖାଗଲା, ମାରି ଦିଆଗଲା, କିନ୍ତୁ ଇଣ୍ଡିଆକୁ ଛଡାଗଲା ନାହିଁ। କାହିଁକିନା ଇଣ୍ଡିଆରେ ମାଉଣ୍ଟ ବ୍ୟାଟେନ ରେଡ କ୍ଲିଫ ଏରିଆ ଡିଭାଇଡ କରିଥିଲେ, ରେଡ କ୍ଲିଫ ମାଉଣ୍ଟ ବ୍ୟାଟେନ ଗଭର୍ଣ୍ଣର ଥିଲା ହେଲା, ସେ ତାଙ୍କ ଦ୍ଵାରା ହେଇଥିଲା, କିନ୍ତୁ ଏରିଆ ଡିଭାଇଡ କରିବାର ନେତୃତ୍ୱ କାହା ଉପରେ ଥିଲା? ରେଡ କ୍ଲିଫ ଉପରେ। ରେଡ କ୍ଲିଫ ମାନେ ସେ କ୍ଲିଫ ଭାବିବନି, ହେଲା ରେଡ କ୍ଲିଫ। ତ ଇଏ ହିଁ କରିଥିଲେ ଏରିଆ। ସେମ ସେମ ସିଚୁଏସନ ଏଠି କଣ ଆସିଲା, ସାମ୍ନାଇଟ ରହିଲା, ଇଟାଲିଆନ ରହିଲା, ବା ଯୋଉ ଲାଟିନ ରହିଲା, ଏମାନେ ସବୁ ସେ ଗୋଟାଏ ଦେଶ, ସବୁ ଗୋଟାଏ ଦେଶ। ଏରିଆକୁ କଣ କରିବା ପାଇଁ ଆମେ ଜାଣି ପାରୁନାହାନ୍ତି। ତମେ ଏଠି ଦେଖିବ ସାଧାରଣତଃ ଏରିଆ ଏରିଆକୁ ନେଇକି ପିଲାଙ୍କର କିଛି କଣ ଥାଏ, ମୋ ଏରିଆର ପିଲା ହେଲା, ଲୋକାଲ ଯିଏ ବି ଆସିବ ତା ଉପରେ ଟିକେ ଆମେ ଟିକେ କଣ କରିବା, ଟିକେ ଦାଦାଗିରି କରିବା। ବୁଝିପାରିଲ ନା? ସବୁ ଜାଗାରେ ସେଇ ଜିନିଷଟା ଚାଲେ। ତ ସିଏ ଠିକ ସେମିତି ତାଙ୍କ ତାଙ୍କ ଭିତରେ ଟିକେ ଦାଦାଗିରି ଦେଖେଇଲେ, ମୁଁ ଏରିଆ ଟାକୁ ନେଇଛି ହେଲା, ତ ଏରିଆକୁ ଆଟାକ କରିବା ପାଇଁ ସମସ୍ତେ ଆସିଲେ, ସମସ୍ତେ ମିଶି ଯୁଦ୍ଧ କଲେ। ତାପରେ କଣ ହେଲା, ରୋମରେ କନଷ୍ଟିଟ୍ୟୁସନ, ବୁଝିପାରିଲ ନା? କିଛି ମାନେ ଏମାନେ ଯେତେବେଳେ ମିଳିତ ଭାବରେ ରହିଲେ, ମିଳିତ ଭାବରେ ସମସ୍ତଙ୍କୁ ହରେଇଲେ, ଏବେ କଣ ତାଙ୍କୁ ଦରକାର ନା ଗୋଟେ କନଷ୍ଟିଟ୍ୟୁସନ ଦରକାର, ଯାହା ଦ୍ଵାରା କି ସେମାନେ କଣ କରିପାରିବେ, ଗୋଟେ ସଂଗଠନ ଗଠନ କରିପାରିବେ, ଗୋଟେ ଅର୍ଗାନାଇଜେସନ ଟା ଗଠନ କରିପାରିବେ, ଏବଂ ସେ ଅର୍ଗାନାଇଜେସନ ଗୋଟେ ହଁ ଗୋଟେ ସିକ୍ୱେନ୍ସରେ ରହିପାରିବେ। ଯଦି ଆମେ କହିବା ମାନେ ଗୋଟେ ତମର ରହିଲା ଯୋଉଟା କି ପ୍ରୋଟୋକଲ ହିସାବରେ ରହିପାରିବ, ସବୁ ସିକ୍ୱେନ୍ସରେ ଚାଲିବ। ବ୍ୟାକଗ୍ରାଉଣ୍ଡରେ ଆମେ କଣ କଣ ଦେଖିଲେ, ଦେଖିଲେ ଯେତେବେଳେ ଗାଦିଚ୍ୟୁତ କରାଗଲା ତାକୁ ରେଜିବୁକିୟମ କୁହାଗଲା। ତାପରେ ରୋମରେ କଣ ହେଲା, କନଷ୍ଟିଟ୍ୟୁସନ ଆରମ୍ଭ ହେଲା 510 ରେ। କିନ୍ତୁ ସେତେବେଳେ ରିପବ୍ଲିକ ଆସିଲା, କିନ୍ତୁ ସମସ୍ତଙ୍କୁ ରାଇଟ ମିଳିଲା, ମାନେ 510 ରୁ ପୁଣି ଆସିଲା ତିନିଟା ଫେଜ। ତାପରେ ଯାଇକି ଏମାନଙ୍କୁ ଯେତେବେଳେ ପରମାନେଣ୍ଟଲି ଇକ୍ୱାଲିଟି ମିଳିଗଲା, ସେତେବେଳେ ସେମାନେ କଣ କଲେ, ରୋମରେ କନଷ୍ଟିଟ୍ୟୁସନ କରିବା ଆରମ୍ଭ। ବୁଝିପାରିଲ ନା? ସେକେଣ୍ଡ ପେଜ 200 କେତେ 26 ନା 36 267 ଥାର୍ଡ ପେଜ ରେ ଯୋଉ ଲାଷ୍ଟ ଟା ଗଲା ହେଲା, ସେକେଣ୍ଡ ପେଜ ରେ ତ ହେଲା କାମ ଦିଆ, ଥାର୍ଡ ପେଜ ରେ ତାଙ୍କୁ ଟୋଟାଲ ଇକ୍ୱାଲିଟି ମିଳିଗଲା ନା, ଏଟା ହେଲା 267 ହେଲା। ଏଇଠୁ ତାଙ୍କର କନଷ୍ଟିଟ୍ୟୁସନ ତିଆରି ହେବା ଆରମ୍ଭ ହେଇଥିଲା 510 ରୁ, କିନ୍ତୁ ସମ୍ପୂର୍ଣ୍ଣ ରୂପେ ହେଇନି। ତାକୁ ଲାଗିଲା ଯେତିକି ଆମକୁ ଲାଗିଥିଲା 2 ବର୍ଷ 11 ମାସ, ଆଉ ଘଣ୍ଟାଟା କହିହବ ଘଣ୍ଟା ହେଲା। ଯେମିତି ଆଉ ଗୋଟେ ରହିଲା ୱାର୍ଲଡ ୱାର 5 କେତେ ଦିନ ଚାଲିଥିଲା? 4 ବର୍ଷ, 4 ଦିନ 2 ଦିନ, 4 ବର୍ଷ 3 ମାସ ହେଲା 2 ସପ୍ତାହ ହେଲା, ଆଉ କିଛି ଦିନ ଏମିତି ଥିଲା। ସେଟା ମନେ ରଖିବା ପାଇଁ easy ହୁଏ। ଗୋଟେ ମାସ ନାହିଁ, ଗୋଟେ ଦିନ ହେଲା। ଏନା ଆରମ୍ଭ ହେଇଥିଲା ବୋଧେ ଜୁଲାଇରେ, 28 ଜୁଲାଇ ବୋଧେ 1914 18 ରେ ସରିଲା ବୋଧେ, ସେଟା ନଭେମ୍ବର ନା କେବେ ସରିଥିଲା ବୋଧେ। ଆଉ ଏଇଟା ତ ଆରମ୍ଭ ହେଇଥିଲା ଅଗଷ୍ଟ। ସେକେଣ୍ଡ ୱାର୍ଲଡ ୱାର ଷ୍ଟାର୍ଟ ହେଇଥିଲା ଧର
କୁଆଡୁ 1939 ରେ 1939 ରେ ହେଲା 1945 ରେ ସରିଲା। ସେଇ ସମୟରେ ସୁଭାଷ ଚନ୍ଦ୍ର ବୋଷ ହେଇଗଲେ କୋଉଠି ନା ନା ଆବେ ସେ ରାସ୍ତା ଦେଇକି ଗଲେ ଯେ ଯୋଉଠି ଡିସନିଲ୍ୟାଣ୍ଡ ଟା କୋଉଠି ଅଛି ତ ଜାପାନ ହେଲା ତା ସାଇଡ ରେ ସିଙ୍ଗାପୁର ନା କଣ ସିଙ୍ଗାପୁର ସିଏ ଆଗ ଯାଇଥିଲେ ଜର୍ମାନୀ ହଁ ହିଟଲର ପଠେଇଲେ ତାକୁ ଜାପାନ ଜାପାନ ପଠେଇଲେ ସିଙ୍ଗାପୁର ଆମେ ସିଙ୍ଗାପୁର ବାଟ ଦେଇ ସେ ଆସିଥିଲେ ଆଣ୍ଡାମାନ ନିକୋବର ଆମର ତାପରେ ତ ତାଙ୍କର ତ ସବୁ ଗ୍ରୁପ ରହିଲା ଆଉ କଣ ଗାନ୍ଧୀ ନେହେରୁ ଝାନ୍ସୀ ରାଣୀ ଏଇ ହିସାବରେ ଗ୍ରୁପ କରିକି କରିକି ବ୍ୟାକଗ୍ରାଉଣ୍ଡ କ୍ଲିୟର ହେଲା ସେତିକି। ତାପରେ କଣ ଆସିଲା ସେକେଣ୍ଡ ପଏଣ୍ଟ କଣ ଥିଲା ଆମର କେମିତି କନଷ୍ଟିଟ୍ୟୁସନ ତିଆରି ହେବାର କାରଣ ରହୁଛି ଏଇଗୁରା ଯେତେବେଳେ ସେ ଦେଖିଲେ ଆମର ପ୍ରୋବ୍ଲେମ ହଉଛି ଏବଂ ଆମେ ଗୋଟେ ଗ୍ରୁପ ରେ ବାନ୍ଧିକି ରହିବା ପାଇଁ ଚାହୁଁଛୁ ଗୋଟେ ପ୍ରୋଟୋକଲ ହିସାବରେ ଆମକୁ ଚାଲିବାର ଅଛି ଗୋଟେ ପ୍ରୋଟୋକଲ ମାନିବାର ଅଛି ସେଇ ହିସାବରେ ଆମକୁ କଣ କରିବାର ଅଛି ଯଦି ପ୍ରୋଟୋକଲ ମାନିବାର ଅଛି ତାହେଲେ ଆମକୁ ଗୋଟେ ଗଭର୍ଣ୍ଣିଂ ବଡିଟା ତିଆରି କରିବାକୁ ପଡିବ ସେ ଗଭର୍ଣ୍ଣିଂ ବଡିର ନାଁ ଦିଆଗଲା କଣ ନା କନଷ୍ଟିଟ୍ୟୁସନ କଣ କରି ଦିଆଗଲା ସମ୍ବିଧାନ ଯେମିତି ଆମର ରହିଲା ଆର୍ଟିକଲ ଏତେ ଗୁଡା ଜିନିଷ ରହିଲାଣି ସେତେ ସବୁ ଜିନିଷ ନଥିଲା କିନ୍ତୁ ଏଇ ଜିନିଷକୁ ପୁଣି କଣ କରିବା ପାଇଁ ଚାଲୁ କରିବା ପାଇଁ ବା ଏଇ ଜିନିଷକୁ ଗୋଟେ ଗ୍ରୁପ ହିସାବରେ କାର୍ଯ୍ୟ କରିବା ପାଇଁ କିଛି ଲୋକଙ୍କୁ ରଖାଗଲା ବା ଜଣେ ଅଫିସରକୁ ରଖାଗଲା ତା ଭିତରେ ପ୍ରଥମେ କିଏ ଥିଲେ କିଏ ଥିଲେ ଯୋଉମାନେ ଥିଲେ ଯିଏକି ମିଲିଟାରୀର ହେଡ୍ ସେମାନେ କଣ ଥିଲେ ଯଦି ଆମେ ଦେଖିବା ସେ କଣ ଥିଲେ ମିଲିଟାରୀର ସାମରିକ ବିଭାଗ ମେମ୍ବର ଥିଲେ 2 ଜଣ କନସଲ କିଏ ହେଇଥିଲା ମିଲିଟାରୀ ହେଡ୍ ଯିଏ ରହିଲା ଯେମିତି ଆମର ମିଲିଟାରୀ ହେଡ୍ କହିଲେ ଆମେ କାହାକୁ ବୁଝିବା ପ୍ରେସିଡେଣ୍ଟ କୁ ବୁଝିବା କିଏ ହଉଛନ୍ତି ସେଇଆ ବୁଝିପାରିଲ କିନ୍ତୁ ପ୍ରେସିଡେଣ୍ଟ ପାଖରେ କଣ ସତରେ ସେତିକି ରାଇଟ୍ ଅଛି କି ପ୍ରେସିଡେଣ୍ଟ ପାଖରେ ଖାଲି ସେ ନା କୁ ପ୍ରେସିଡେଣ୍ଟ ମନେ ରଖିବ ତା ପାଖରେ କିଛି ଏତେ ରାଇଟ୍ସ ନାହିଁ ରାଇଟ୍ସ କାହା ପାଖକୁ ଅଛି ଏନା କହିବେ ପ୍ରାଇମ ମିନିଷ୍ଟର ତ ତାଠୁ ତଳ ପୋଷ୍ଟରେ ରହିଲେ ତାଙ୍କ ପାଖରେ କଣ ରାଇଟ୍ସ ରହିଲା ଆମେ ପଢିଥିଲେ ଗୋଟେ ଜିନିଷଟା ମନେ ପଡୁଛି ସମସ୍ତେ ଯୋଉ ହଁ ଗ୍ରୀସରେ ଥିଲା ହେଲା ଏଥେନ୍ସ ଯୋଉ ଆମର ପେରିକ୍ଲିସଙ୍କ ସମୟରେ ହେଲା ସେଥିରେ ଆପୋଲୋ ଫାପୋଲୋ ଯୋଉ ସବୁ ଥିଲା ମନେ ପଡୁଛି ନା ନାଇଁ ହଁ ସେଇଥିରେ ଯେମିତି ଇଣ୍ଟରକନେକ୍ସନ ଥିଲା ଏଥିରେ ବି ଅଛି ହେଲା ତାଙ୍କର ପ୍ରେସିଡେଣ୍ଟ ପାଖରୁ ସିଗ୍ନେଚର ତ ଦରକାର ସାର୍ କୁହ ସାର୍ କନସଲ ଆଉ ସିନେଟ ଭିତରେ ମୋଷ୍ଟ ପାୱାରଫୁଲ କିଏ ସିନେଟ ଆଜ୍ଞା ନା 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 ସିନେଟ ଅଛି ଆମେ ଆ ପାଖରୁ ଯିବା ମିଲିଟାରୀ ହେଡ୍ ସିନେଟ ମାନେ ଯୋଉମାନେ ଥିଲେ ଆମର ଜ୍ଞାନୀ ଲୋକ ବয়োଜ୍ୟେଷ୍ଠ ଲୋକ ତାଙ୍କୁ ରଖାଯାଉ ବୁଝିପାରିଲ ସିନେଟ ମାନଙ୍କ ସେ ସିନେଟ ମାନେ କିଛି ଲୋକଙ୍କୁ ନିଯୁକ୍ତି ଦଉଥିଲେ ଆପଏଣ୍ଟମେଣ୍ଟ କରୁଥିଲେ ତାଙ୍କ ଭିତରୁ ଇଏ ରହିଲେ ଗୋଟେ ତାଙ୍କୁ କିଛି ଦାୟିତ୍ୱରେ ରଖାଗଲା ଯେମିତି ଆମେ ପ୍ରେସିଡେଣ୍ଟ କେମିତି ଚୁଜ କରୁଛୁ କିଏ ଚୁଜ କରୁଛି ପ୍ରେସିଡେଣ୍ଟ ସେଟା ରହିଲା କାହା ଅଣ୍ଡରରେ ହଉଛି ସେ ଜିନିଷଟା ସେଟା ନର୍ମାଲି ତ କେହି ତ ଆସିପାରିବେନି ଯେ ସେ ଜିନିଷଟା କରାଇବ କିଏ ତମର ପ୍ରାଇମ ମିନିଷ୍ଟର ଅଣ୍ଡରରୁ ଯିବାକୁ ପଡିବ ଠିକ ସେମିତି ଏବେ ଯଦି ଆମେ ଦେଖିବା ତାକୁ ଯଦି ପ୍ରେସିଡେଣ୍ଟ ଧରି ଦିଆଯାଉ ବୁଝିପାରିଲ ପ୍ରାଇମ ମିନିଷ୍ଟର କିଏ ରହିଲା ବୁଝିପାରିଲ ତ ପ୍ରାଇମ ମିନିଷ୍ଟର କିଏ ଆସିଗଲା ସିନେଟ ଆସିଲା ଆଙ୍କୁ ଯଦି ଆମେ କନଫର୍ମକୁ ଯଦି ପ୍ରେସିଡେଣ୍ଟ ଧରିବା କିନ୍ତୁ ପ୍ରାଇମ ମିନିଷ୍ଟର କିଏ ରହିବ ସିନେଟ ରହିବ କାହିଁକିନା ସିନେଟ ହିଁ ରହିବ ମୁଖ୍ୟ ଅଙ୍ଗ ଅଛି ତା ଅଣ୍ଡରରେ ସବୁ କିଛି ଖେଳେଇକି ରହିଛି ବୁଝିପାରିଲ ତ ହଁ ତାହେଲେ ଏଠି ରହିଲା କନସଲ ରହିଲା ମେମ୍ବର୍ସ ରହିଲେ 2 ଜଣ ତାହେଲେ 2 ଜଣ କେବେ ପ୍ରାଇମ ମିନିଷ୍ଟର ହେଇପାରିବେନି କୋଉଠି ଦେଶ କରିପାରିବେନି କିନ୍ତୁ
जो सिनेट रहिला से गोटे गवर्निंग बॉडीटा थिला माने किछि लोकंकु नेकी गठित हेइतिला जो माने कि एजेड लोक थिले एवं ज्ञानी लोक थिले सेई माननकु ही दायित्व दिया जाय एवं गोटे गवर्निंग बॉडी थिला से ही कहिबे काहाकू कंसोल को राइटर को से मानकु नै गोटे मीटिंग ते हबो नॉर्मली से मीटिंग रे जो राइट दिया जो कारण जे पर्यंत सिनेट सिग्नेचर करिनी से पर्यंत कोनोसी रूल लॉ रेगुलेशन किछि भी लागू हे परिबो नाही सिनेट पर्यंत जीवा ହେଲା କନସଲ ପାଖରେ ରଖା ହଉଛି କନସଲ ଦୁଇ ଜଣ ନା କେମିତି ମୁଁ ଜାଣି ଦୁଇ ଜଣ ଫାଷ୍ଟ କିଏ ହେଇଥିଲେ ଦୁଇ ଜଣ ମେମ୍ବର ରହିପାରିବେ କନସଲରେ କାହିଁକି ନା ତାଙ୍କର ବିଲିଫ ଥିଲା ଯଦି ଜଣେ କନସଲ ରହିବ ଲିଟରାରୀ ଡିପାର୍ଟମେଣ୍ଟ ତା ପାଖରେ ଅଛି ନା ଜଣେ କନସଲ ରହିଲେ ସେ କଣ ହେଇଯିବ ଡିକ୍ଟେଟର ହେଇଯିବ ଅଟୋକ୍ରାଟ ହେଇଯିବ ସ୍ୱୈଚ୍ଛାଚାରୀ ହେଇଯିବ ସେଥିପାଇଁ କେତେ ଜଣଙ୍କୁ ରଖାଯାଉଥିଲା ଦି ଜଣଙ୍କୁ ରଖାଯାଉଥିଲା ସେ ରୁମ ରେ ଶାନ୍ତି କରିବା ଲୋକମାନଙ୍କର ସୁବିଧା ଅସୁବିଧା ବୁଝିବାକୁ କାର୍ଯ୍ୟ କରୁଥିଲେ ଆଉ କଣ କରୁଥିଲେ ନା ଜଣଙ୍କୁ ମାଜିଷ୍ଟ୍ରେଟ ପପୁଲି ଦିଆଯାଉଥିଲା 6 ମାସ ପାଇଁ ଗୋଟେ ବର୍ଷ ଏଠି ଟାଇମ ରହିଲା 1 year ତାହେଲେ କନସଲ କେତେ ବର୍ଷ ପାଇଁ ରହିପାରିବେ ଗୋଟେ ବର୍ଷ ପାଇଁ ରହିପାରିବେ କେତେ ଜଣ କନସଲ ରହିବେ ଦୁଇ ଜଣ କନସଲ ରହିବେ ତାହେଲେ ଜଣଙ୍କୁ ଏଇ ଦୁଇ ଜଣ କନସଲଙ୍କ ମଧ୍ୟରୁ ଜଣଙ୍କୁ କଣ କରି ଦିଆଯାଉଥିଲା 6 ମାସ ପାଇଁ ମାଜିଷ୍ଟ୍ରେଟ ପପୁଲି ବା ଏକ ଛତ୍ରବାଦ ଶାସକ ମାଜିଷ୍ଟ୍ରେଟ ପପୁଲି ବା ଏକ ଛତ୍ରବାଦ ଶାସକ କାହିଁକି ଏକ ଛତ୍ରବାଦ ଶାସକ ଦିଆଗଲା ସେ ଜଣଙ୍କୁ ଦିଆଗଲା 6 ମାସ ପାଇଁ ଆଉ ଜଣଙ୍କୁ ଦିଆଯିବ 6 ମାସ ପାଇଁ ସେ ରୋମ ରେ ଶାନ୍ତି ଶୃଙ୍ଖଳା ଯେତେବେଳେ ମାନେ ଶାନ୍ତି ଶୃଙ୍ଖଳା ହୁଏନି ଯେତେବେଳେ କିଛି ପ୍ରୋବ୍ଲେମ ଆସେ ସେତେବେଳେ ହିଁ ସେମାନେ ମାଜିଷ୍ଟ୍ରେଟ ହେଇପାରିବେ ସେମିତି ନୁହେଁ ଯେ 6 ମାସ ପାଇଁ ମୁଁ ତାଙ୍କୁ ଦେଇଦେଲି ନା ଯେତେବେଳେ ରୋମ ରେ କିଛି ପ୍ରୋବ୍ଲେମ ଆସିବ ବା ଯେତେବେଳେ କନସଲର ଦାୟିତ୍ୱ ଅଛି ଦି ଜଣଙ୍କୁ ମୁଁ ଦେଇପାରିବିନି ମାଜିଷ୍ଟ୍ରେଟ ମୁଁ ଜଣଙ୍କୁ ଦେବି କାରଣ ଜଣଙ୍କୁ ଦେଲେ ସିଏ ଯଦି ଟିକେ ଅଧିକ କରିଦେଲା ଆଉ ଜଣେ ତାକୁ ଅଟକେଇ ପାରିବ ଜିନିଷଟା ବୁଝ ଆଉ ସିଏ ଯଦି କିଛି ଖରାପ କାମ କରିଲା ତାକୁ କୋଉଠି ତାକୁ ସିନେଟ ବୁଝିବ ସିନେଟ ତାକୁ ଦଣ୍ଡ କରିଦବ ମାନେ ଡାଇରେକ୍ଟ ତାକୁ ଫାଇନ ପକେଇବ ବିଦା କରିଦବ ସେଟା ଅଛି ସିନେଟ ତାହେଲେ ମାଜିଷ୍ଟ୍ରେଟ ପପୁଲି ସେ ନର୍ମାଲି ହେଇପାରିବନି ଏକ ଛତ୍ରବାଦ ଶାସକ ସେ ନର୍ମାଲି ହେଇପାରିବନି ଯେତେବେଳେ ରୋମ ରେ କିଛି ପ୍ରୋବ୍ଲେମ ଆସିବ ସେତେବେଳେ ହିଁ ହେଇପାରିବ ବୁଝିପାରିଲ ଏମର୍ଜେନ୍ସି ତ ହସ୍ତକ୍ଷେପ କରିବାକୁ ପଡିବ ଏଇନା ଯାଉ ପାକିସ୍ତାନକୁ ଯାଉ ପ୍ରେସିଡେଣ୍ଟ ପାଖରୁ ଗୋଟେ ପରମିଶନ ନେଇ ହଁ ପ୍ରତିବର୍ଷ କାହିଁକି ନା ତାଙ୍କର ଏଇ ଜିନିଷ ଥିଲା ନା ଜଣକୁ ଯଦି ଅଧିକ ଦିନ ରଖି ଦିଆଯିବ ତାହେଲେ ସିଏ ତ ତା ମନମାନି କରିବ ନା ଡିକ୍ଟେଟର ହେଇଯିବ ତା କଥା କିଏ ଶୁଣିବ ପ୍ରତିବର୍ଷ ନୂଆ ନୂଆ କରିବା ଉଚିତ ଏମିତି ଆଉ। 5 ବର୍ଷରେ କିନ୍ତୁ 5 ବର୍ଷ ପରେ 5 ବର୍ଷ ପରେ ଅଲଗା ଦେବାର ଏଇଟା ହିଁ ସବୁଠୁ ବେଷ୍ଟ କାହିଁକି ନା ତମେ ପ୍ରତି ବର୍ଷ ଯଦି ଚେଞ୍ଜ କରୁଥିବ ପ୍ରତି 5 ବର୍ଷରେ ଚେଞ୍ଜ କରୁଛ ତାହେଲେ ସବୁ ଲୋକ କାର୍ଯ୍ୟ କରିବାକୁ ବାଧ୍ୟ ତମ ପାଖରେ ଏଇ ରାଇଟ୍ସ ଖାଲି ଆମର କନଷ୍ଟିଟ୍ୟୁସନ ଲେଖା ଅଛି ଯେ କୌଣସି ମିନିଷ୍ଟର ଯଦି କିଛି ଭୁଲ କାମ କରନ୍ତି ତାହେଲେ ଆମ ପବ୍ଲିକ ମାନେ ତାଙ୍କୁ ବାହାର କରିବା ରାଇଟ୍ସ ଆମ ପାଖରେ ଅଛି କରିବ କଣ ତମେ ଗଭର୍ଣମେଣ୍ଟ କୁ ବି ହଟେଇ ପାରିବ ତମେ ହଟେଇ ପାରିବ ତମ ପାଖରେ ସେ ରାଇଟ୍ସ ଟା ଅଛି କନଷ୍ଟିଟ୍ୟୁସନ ରାଇଟ୍ ଅଛି ହେଲା କିନ୍ତୁ ଆମକୁ କଣ କିଏ କରିବ ଗଭର୍ଣମେଣ୍ଟ ଖିଲାଫରେ କିଏ ଯିବ ଆମେ ଯୋଉମାନେ ମାଡ ଖାଇବୁ ସେ ସବୁ ମୁଭିରେ ଦେଖିବାକୁ ଭଲ ଲାଗେ ହେଲା ସମସ୍ତେ ଲୋକମାନେ ଆସି ମିନିଷ୍ଟର ଘର ଆଗରେ ଷ୍ଟ୍ରାଇକ କରିବେ କଣ ଷ୍ଟ୍ରାଇକ ମିନିଷ୍ଟର କଣ ଯାଉଛି ଦିନ ରାତି ନ ଖାଇକି ରୁହ କିନ୍ତୁ ଭୁବନେଶ୍ୱରରେ ରାତିରେ ଥଣ୍ଡା ରାତିରେ ସମସ୍ତେ ଶୋଇକି ରହିଲେ ଖାଲି ଝିଅ ମାନେ ମାନେ ମହିଳା ମାନେ କଣ ହେଇଗଲା କିଛି ପରିବର୍ତ୍ତନ ହେଲା ହଁ, ଲାଗୁଛି ଏସି ଚଲା ହେଉଛି ଏଇ ତ ସେ ଲିଖିଛି ଗୋଟେ ଏକ୍ସାମ ଜବ ର ହଁ ତାଙ୍କର ଫିଜିକାଲ ଟେଷ୍ଟ ହେଇନି ହେଲା ତ ସେମାନେ କଣ କରୁଛନ୍ତି ସେ ଯାଇଛନ୍ତି ହାତ ଯୋଡୁଛନ୍ତି କଣ ଯାଉ ମାନଙ୍କର ଏସଏସବି କ୍ୟାନ୍ସଲ ହେଇଗଲା ଆମେ କଣ କରିପାରିବୁ କୋର୍ଟରେ କେସ୍ ଚାଲିଛି କଣ ଯାଉ ପଇସାକୁ ପଇସା ଖର୍ଚ୍ଚ ତାହେଲେ କେତେ ବର୍ଷ ପାଇଁ ହଉଥିଲେ 1 ବର୍ଷ ପାଇଁ ଜଣେ କନସଲ ରହୁଥିଲା ବୁଝିପାରିଲ କି ଜଣା ପଡିବ
ବର୍ଷ ପାଇଁ, କାରଣ ଯଦି ଜଣେ ରହିବ ସେ କଣ ହେଇଯିବ, ସ୍ୱେଚ୍ଛାଚାରୀ ହେଇଯିବ, ମାନେ ବଦନାମୀ କରିବାକୁ ଲାଗେ। ତାପରେ ଆସିବେ ଆମର ରାଇଟର ଥିଲେ ଜଣେ ନର୍ମାଲ ବ୍ୟକ୍ତି, ଯିଏକି ତମ ମନେ ପକା ପ୍ରାଇଟର ବାପା ହେଲା। ସେ କଣ କରିବେ ନା କନସଲଙ୍କ ଅଣ୍ଡରରେ କାମ କରିବେ, ଅର୍ଥାତ୍ ଯୋଉ ମିଲିଟାରୀ ଡିପାର୍ଟମେଣ୍ଟ ରହିଲା, ମିଲିଟାରୀର ମିଲିଟାରୀର ହେଲା ରାଜାଙ୍କର ଯେତେବେଳେ ଯେମିତି ଆମର ସେନାପତି ଆମେ କହିପାରିବା, ସେନା ମୁଖ୍ୟ ସିଏ ରହିଲେ କିଏ କନସଲ, ତାଙ୍କ ଅଣ୍ଡରରେ ମିଲିଟାରୀ ଅଛି, କିନ୍ତୁ ଯେତେବେଳେ କନସଲଙ୍କୁ ଦରକାର ହବ ମିଲିଟାରୀ, କିଏ ଯିବ, ପ୍ରାଇଟର ମାନେ ଯିବ। ପ୍ରାଇଟର ଯଦି ଯିବ, ହଁ, ତାହେଲେ ପ୍ରାଇଟର ଯଦି ଯିବ, ପ୍ରାଇଟର ଅଣ୍ଡରରେ ଯୋଉମାନେ ଅଛନ୍ତି ସେମାନଙ୍କୁ ଯିବାକୁ ପଡିବ। ମେମ୍ବର ଥିଲେ ଜଣେ। ଏଠି କଣ ପ୍ରାଇଟର ତମେ କହ, କାହିଁକି ତମେ ଜଣଙ୍କ ଅଣ୍ଡରରେ ରହିଛ, ତାହେଲେ ଏଠି ଦି ଜଣ ରହିବ, ତମକୁ ଜଣେ ରହିବାକୁ ପଡିବ ପ୍ରାଇଟର। ଏବଂ ତାର କାମ ଥିଲା କନସଲକୁ ହେଲ୍ପ, ତାର ଡ୍ୟୁଟି ଥିଲା, ଡ୍ୟୁଟି କଣ ଥିଲା, ସେ କନସଲକୁ କଣ କରିବ, ହେଲ୍ପ କରିବ, ଯେତେବେଳେ ତାଙ୍କୁ ଯେତେବେଳେ ଦରକାର ହବ କୋଉଠି ନା ୱାର ହେଲା। କନସଲ very ଠିକ ହେଲା। ଯେତେବେଳେ ତାଙ୍କୁ ଦରକାର ହବ ସେ ତାଙ୍କୁ ହେଲ୍ପ କରିବା ପାଇଁ ପଳେଇବ। ଯେତେବେଳେ କୌଣସି ଦରକାର ହେଲା କାହାକୁ, କନସଲଙ୍କୁ, ପ୍ରାଇଟର ଚାଲ ଚାଲ ଦେଇକି ତାହେଲେ ତାଙ୍କର ଡ୍ୟୁଟି ଗଲା। ଏବଂ ତାଙ୍କର କାର୍ଯ୍ୟ କଣ ରହିଲା, ସେ ଯୁଦ୍ଧକୁ ପରିଚାଳନା କରିବ ବା ତାଙ୍କର ଅର୍ଡରକୁ ମାନିବ। ସେ କାର୍ଯ୍ୟ ତାଙ୍କର କାର୍ଯ୍ୟ କଣ ରହିଲା, ଡ୍ୟୁଟି ଗଲା, ତାର ମେନ୍ କାମ କଣ ରହିଲା, ସେ ଯୁଦ୍ଧରେ ଅର୍ଡର ଦବ, ଏଇଆଡୁ ଆସ ସିଆଡୁ ଆସ ଏମିତି କର, ତାଙ୍କୁ ସେମିତି ମାରିବ, ତାକୁ ବୁଝେଇବ, ତାଙ୍କୁ ଅର୍ଡର ଦବ, କାହାକୁ, ତାଙ୍କର ଯୋଉ ମିଲିଟାରୀକୁ ଅର୍ଡର କରିବ ହେଲା। ଅର୍ଡର କରିବ କାହାକୁ, ମିଲିଟାରୀକୁ। ଆଉ କଣ ରହିବ, ସେ ଯୁଦ୍ଧର ପରିଚାଳନା ମଧ୍ୟ କରିବ, ଓଭରସିଂ କରିବ, କଣ ହଉଛି କଣ ନାହିଁ ସେଟା ବି ଦେଖିବାକୁ ପଡିବ ନା, ଯୁଦ୍ଧର ଦେଖାଶୁଣା କରିବ। ଆଉ କଣ କରିବ, ତାର ଯୋଉ ୱାର ମ୍ୟାନେଜମେଣ୍ଟ କରିବା, କେଉଁ ହିସାବରେ ୱାର ଟା କେତେ ଦିନ ଚଲେଇବାର ଅଛି, କଣ କରିବାର ଅଛି, ଯଦି ଏବଂ ଆଉ କଣ ରହିଲା, ଖାଦ୍ୟ ଯୋଗାଣ, ରସଦ ଯୋଗାଣ, ଏବଂ ମିଲିଟାରୀର ଆର୍ମ ଯୋଉ ଗୁଡା ରହିଲା, ଯୋଉ ଆମର ଟୁଲସ ଗୁଡିକ ଯାହା ସବୁ ରହିଲା ହେଲା, ସେ ସବୁ ଆର୍ମରୀ ଯୋଉ ଗୁଡା ରହିଲା ସେଗୁଡାକୁ ଯୋଗେଇ ଦିଆଯାଉଛି। ଆଉ କଣ ନା ଖାଇବା ନଦେଲେ କିଏ ଆଜି ଏବେ ବି ବୁଝିଗଲ। ହେଲା, ଏବେ ବି ତାହେଲେ ତାଙ୍କର କାମ ସରିଗଲା। ସେ ବାପା ନା କଣ ଥିଲେ, ଗାୟତ୍ରୀ ମା ନା କଣ, କର୍ଣ୍ଣେଲିଆ, କାଲିଫୋର୍ଣ୍ଣିଆ, ଆଉ ଗୋଟେ ରହିଲା ଆମର, ହଁ, କର୍ଣ୍ଣେଲିଆ क्लियोपेट्रा। ପ୍ରଥମେ ରହିଲେ କ୍ଲିଓପେଟ୍ରା ହେଲା, କର୍ଣ୍ଣେଲିଆ ଆଉ କାଲିଫୋର୍ଣ୍ଣିଆ। ପାଇଁ କହୁଛ ମାନେ ତାଙ୍କର ଯୋଉ ତାଙ୍କର ଯୋଉ କଣ କୁହନ୍ତି ଇଲିଗାଲ ହେଲା, ତାଙ୍କ ପାଇଁ ଅର୍ଥ ହଉଛି, ସେମାନେ କେତେ ବର୍ଷ ପାଇଁ ନିଯୁକ୍ତି ହଉଥିଲେ, ଗୋଟେ ବର୍ଷ ପାଇଁ, ମୁଁ ସେକୁ ଲେଖିନି ବୋଧେ, 1 ଇୟର ପାଇଁ ସେମାନେ କଣ ହଉଥିଲେ, ତାଙ୍କ ହଁ ଫାଷ୍ଟ
ରହିଲା ତାଙ୍କର କିଏ ତ କର୍ଣ୍ଣେଲିଆ। ସେକେଣ୍ଡରେ କାଲିପୁନିଆ, କାରଣ କର୍ଣ୍ଣେଲିଆଙ୍କର ମୃତ୍ୟୁ ହେଇଗଲା, କାଲିପୁନିଆ ଗଲା। ତାପରେ କ୍ଲିଓପେଟ୍ରା ଯୋଉଠିକି ଆମର କୋଉଠି ଯାଇଛି, ମିଶରରେ ଯାଇଛି। ମିଶର ଯିବା ପରେ ଜଣେ ଆସିକି ତାଙ୍କର କଣ ପମ୍ପେଙ୍କର ମୁଣ୍ଡଟା ତାଙ୍କୁ ଗିଳିଥିଲା, ସେଥିପାଇଁ ସେ ସେଠି 9 ମାସ ରହିଥିଲା। ଏବଂ ଟଲେମି ଆଉ ଇଏ ଆମର କର୍ଣ୍ଣେଲିଆ ସେ 2 ଜଣ ଭାଇ ଭଉଣୀ ଥିଲେ। ତ ଟଲେମିଙ୍କୁ କରିଦେଲେ ରାଜା, ଏବେ ସେ ଏଠି 9 ମାସ ରହିଲେ। ହେଲା। ତାହେଲେ ତାର କେତେ ଥିଲା, 1 ବର୍ଷ ଥିଲା ତାର ଟାଇମ ପିରିୟଡ। ମନେ କର ଏଟା ସରିବ ଆଜି, ନାହିଁ ଅପସନ ହିଁ ନାହିଁ। ହେଲା। ଆହୁରି ଅଛି, ଯୋଉ ଦିନ ସରିବ ତା ପରଦିନ ଟେଷ୍ଟ ହବ, ପ୍ରିପେୟାର ହେଇକି ଆସିବ। ମୁଁ କହିଦଉଛି ଏଇଠି ହିଁ ହବ, ମୁଁ ଦେଇଦେବି, ଖାଲି ଏଇ ଚାପ୍ଟରରେ ମୁଁ କ୍ୱେଶ୍ଚନ ଦେଇଦେବି, ସାଙ୍ଗେ ସାଙ୍ଗେ ଲେଖିବ ଦବ। ଏଠି ବି ଟାଇମ୍ କରିଦେବ ସାର୍ କହିବି ସାର୍ ସାତଟା ପରେ କୋଚିଂ ସରିଲା। ହଁ ଏଇଠି କରିବ, ମୁଁ ତମକୁ ସର୍ଟ କ୍ୱେଶ୍ଚନ ଦେବି, ଖାଲି ଏମସିକ୍ୟୁ ଟାଇମ ଦେବି, ତା ଭିତରେ କମ୍ପ୍ଲିଟ କରିକି ଦେଇଦିଅ। ଆଉ କଣ ମୋ ଆଗରେ ଲେଖିବ ସବୁ। ତ ତାପରେ ଦେଖିବା ସେନ୍ସର। ଆସିବେ ସେନ୍ସର, ତାଙ୍କର କାମ ଥିଲା ଯୋଉଠି ଥିଲା ଅର୍ଥନୀତି। ହେଲା। ମାନେ ଇଏ ଆମର ନିର୍ମଳା ଆଣ୍ଟି ହେଲା, ଫାଇନାନ୍ସ। ବୁଝିପାରିଲ? ଇଏ କଣ କରୁଥିଲେ, ପ୍ରତି 5 ବର୍ଷ, 5 ବର୍ଷର ଏଣ୍ଡରେ ଲୋକମାନଙ୍କୁ କାଉଣ୍ଟ କରୁଥିଲେ ଏବଂ ଲୋକମାନଙ୍କର ସମ୍ପତ୍ତିକୁ କାଉଣ୍ଟ କରୁଥିଲେ, କାହା ପାଖରେ କେତେ ସମ୍ପତ୍ତି ହିସାବରେ, ମାନେ ତାଙ୍କ ପ୍ରପର୍ଟି ହିସାବରେ ତାଙ୍କ ପାଖରେ କଣ ନିଆଯାଉଥିଲା, ଟ୍ୟାକ୍ସ ନିଆଯାଉଥିଲା। ଠିକ ତ? ଠିକ ତ? ମୋ ପାଖରେ ନାହିଁ, ମୁଁ କାହିଁ ଟ୍ୟାକ୍ସ ଦେବି? 10 ଟଙ୍କା ଅଛି, ମୁଁ ଟଙ୍କା ଟ୍ୟାକ୍ସ ଦେବି। ବୁଝିପାରିଲ ନା ନାଇଁ? ଆହୁରି ଅଲଗା ଜିନିଷ ବି କିଣିଲେ ମତେ ଟ୍ୟାକ୍ସ ଦେବାର ଅଛି, ସେଟା ମୁଁ ଇନକମ ଟ୍ୟାକ୍ସ ରେ ଗଲା। ମୁଁ ଏତିକି ଇନକମ କରୁଛି, ଏତିକି ଦଉଛି। ନର୍ମାଲି ଭାବ, ସାଲାରୀ ଯଦି ତମର 30,000 ରୁ ଏଭବ ଯଦି ହଉଛି, ତାହେଲେ ତମକୁ ଟ୍ୟାକ୍ସ ଦେବାର ଅଛି। ତାହେଲେ କଣ ଆମ ସାଲାରୀ ଇନକମ କରିବୁନି, କରିବାର ଅଛି। ତମେ ଭାବ 50% ଆମର ଇନକମ ରହୁଛି, ତ 50 ଆମେ ଯଦି ଇଏ କଲେ 50,000, ସେଥିରୁ ଆମକୁ କିଛି ପରସେଣ୍ଟ ଆମକୁ ଟ୍ୟାକ୍ସ ଦେବାର ଅଛି। ଭାବକୁ ଗୋଟେ, ତାହେଲେ ଇନ୍ ହ୍ୟାଣ୍ଡ ମତେ କେତେ ମିଳିଲା, 40। ଭାବ ଟ୍ୟାକ୍ସ ଏତେ ଟଙ୍କା ମୋର ହିସାବରେ ରହୁଛି ନା ପ୍ରଭୁ, 40,000 ରହିଲା। ମାନେ ଯୋଉ ବ୍ୟକ୍ତିର 3ଟା ଘରରୁ ଅଧିକା, ମାନେ 2ଟା ଘରରୁ ଅଧିକା ରହିଛି, ସେ ଘରର ବି ତମକୁ ଟ୍ୟାକ୍ସ ଦେବାକୁ ପଡିବ। ବୁଝିପାରିଲ? ତାହେଲେ ଜଣେ ଯଦି ରେଣ୍ଟରେ ଲଗେଇଛି, ସେ ରେଣ୍ଟରେ 5,000 କି 10,000 ନଉଛି ରେଣ୍ଟ, ତମେ ନର୍ମାଲି ଜାଣିଛ ରେଣ୍ଟ 10,000, 10,000 ପ୍ଲସ ତମକୁ ଇଲେକ୍ଟ୍ରିସିଟି, ପାଣି ବିଲ୍ ସବୁ ମିଶେଇକି ଅଲଗା କିଛି ଗଲା, ତ ସେଥିରେ ବି କିଛି ଟ୍ୟାକ୍ସ ଦେବାକୁ ପଡୁଛି। କିଏ? ଘର ମାଲିକ। ଏଇ ଯୋଉ 10,000 ମୁଁ ଘର ମାଲିକକୁ ଦେଇଦେଲି, ସେଥିରୁ 1,000 କି 2,000 ସେ ଟ୍ୟାକ୍ସ ଦଉଛି କାହାକୁ? ଗଭର୍ଣ୍ଣମେଣ୍ଟକୁ। ସେ ଦବ, କାରଣ ଯାହାର 3ଟା ଘରରୁ ଅଧିକ ରହିଲା, ସେ ଗଭର୍ଣ୍ଣମେଣ୍ଟ ରେଜିଷ୍ଟର ବାଲା। ଇଲିଗାଲ ତ ବହୁତ ଘର ହଉଛି। ପୁଣି ମୁଁ କିଛି ଜିନିଷ କିଣିବା ପାଇଁ, ମୁଁ ଗୋଟେ ଦେଲି କଣ, ଗାଡିଟେ କିଣିବି ନର୍ମାଲି, ତାର ପ୍ରାଇସ୍ ହଉଛି ଏଇଟା ମୁଁ ପ୍ଲସ 2 ଲାଖ ଲେଖିବି, ଏଟାର ପ୍ରାଇସ୍ ହେଇଗଲା, ଟ୍ୟାକ୍ସ ଦେବି, ସେଥିରେ 5 ବର୍ଷ ସେଟା ଇନ୍ସୁରାନ୍ସ ଛାଡିଦିଅ। 8 ଲାଖରେ ମୁଁ ଗାଡି ଆଣିଲି, ରୋଡ କୁ ଯିବି, ଟୁଲଗେଟ ଆସିବି, ଟୁଲଗେଟ ର ପଇସା ଦେବି, ଏରିଆ ନେଇକି। ତମେ କଣ ଦେଇଛ, 1 ଲାଖ ରୋଡ ଟ୍ୟାକ୍ସ ଦେଇଛ, ଟୁଲଗେଟ ର ଟ୍ୟାକ୍ସ ତାହେଲେ ଆଉ କଣ ପାଇଁ? ରୋଡ ଟ୍ୟାକ୍ସ ଯଦି ଦେଇ ସାରିଛ, ଟୁଲଗେଟ ର ଟ୍ୟାକ୍ସ କାଇଁ? ଦେଖ, ଯଦି ପଚାରିବ ସେ ଗୋଟେ କଥା ହିଁ କହିବି, ତ ତମେ ଗାଡି କିଣିଛ ତା ପାଇଁ ଦେଇଛ, ରୋଡରେ ତମେ ଗାଡି ଚଲଉଛ, ସବୁ ରୋଡରେ କଣ ଟୁଲ ଅଛି କି? ନାହିଁ। ତ କିଛି କିଛି ଏରିଆରେ ତମେ ରେଗୁଲାର ପାଇଁ ଯିବା ଆସିବା କର, ତା ପାଇଁ ରାସ୍ତା ମୋର ଖରାପ ହଉଛି ନା ନାଇଁ, ମୁଁ ସେ ରାସ୍ତାରେ 1 ସେଣ୍ଟିମିଟର ପିଚୁ ପକେଇବି ନା ନାଇଁ, ଦେଖେଇବା ପାଇଁ ଇଲେକ୍ସନ ପୂର୍ବରୁ। ରାସ୍ତା ତିଆରି ହେଇଗଲା, ସକାଳେ ଉଠିଲା ବେଳକୁ ନୂଆ ରାସ୍ତା,
ରାତାରାତି ତିଆରି ହେଇଗଲା ଇଲେକ୍ସନ ପୂର୍ବରୁ। ଏଠି ଯେତେବେଳେ ତମର ଇଏ ହବ ବାରବାଟୀରେ ସ୍ପୋର୍ଟସ ହବ, କ୍ରିକେଟ ହବ ହବ 20 ନା ନାଇଁ ନାଇଁ ମାର୍ଚ୍ଚ ଇଏ ମାର୍ଚ୍ଚ ତ ସେଇ ଜିନିଷଟା ଦେଖା ସେ ରାତାରାତି ସେ ରାସ୍ତାରେ ଏବେ କଣ କରାଯାଉଛି ଦେଖିବ ସେ ଗ୍ରିଲ ଗୁଡିକ ଯୋଉଗୁଡା ରହିଛି ସେ ଗ୍ରିଲ ଗୁଡିକ ପଲିସି କରାହଉଛି ଏବଂ ଗାର୍ନିଶ କଲର ଦିଆଯାଉଛି। କାହିଁକି ଫେବୃଆରୀ ମାସ ବହୁତ ପାଖରେ ଆସିଲା, ତା ପୂର୍ବ ଦିନ ରାସ୍ତାରେ ଗୋଟେ ଜରିଟେ ପଡିଥିବ ତମେ ଛୁଟି ଆଣିଦବ ନା ମତେ। ଏବେ ଯାଇ ଖୋଜ ନା ଏବେ ବହୁତ ଜରି ପଡିବ ସେତେବେଳେ ପୁରା ତମର ସଫା ହେଇଥିବ ଦି ସାଇଡ ତମର ଯୋଉ ସବୁ ଯୋଉ ପାଉଡର ପଡେ ବ୍ଲିଚିଂ ପାଉଡର ସବୁ ପଡିଥିବ, ପିମ୍ପୁଡି ବି ଆସିବନି। ସେ ଜିନିଷ ଆରେ ତମର ସେ ଯାଉଛି ରାସ୍ତାଟା ତମର ତିଆରି କରାଯାଉଛି ସେ ଗୋଟେ ସମୟ ଦେଇଛ ଲକ୍ଷେ, କିନ୍ତୁ ତମକୁ ଅଲଗା ଦେବାକୁ ପଡିବ କଣ ଟୁଲଗେଟ ଟ୍ୟାକ୍ସ ଦିଅ, ତମେ କେତେ ଦଉଛ ପେଟ୍ରୋଲ କିଣିଛ ସେଥିରେ ଟ୍ୟାକ୍ସ, ସବୁଥିରେ ଟ୍ୟାକ୍ସ। ଆଉ କିଛି ଦିନ ପରେ ତମକୁ କହିଦେବେ ତମେ ଚାଲିବାକୁ ଗଲେ ଟ୍ୟାକ୍ସ। ଲୋକ ସିଆଡେ ଇଣ୍ଡିଆରେ ମାନେ ଏଟା ଭଲ ସବୁ ଜିନିଷ ଯେ ମାନେ ତମ ଚିନ୍ତାଟା କହିଲେ ଯେ 150 କରୋड़ ଲୋକ ହେଇଗଲେ ତାକୁ କମେଇବି କେମିତି? ସେଥିପାଇଁ ଅଶ୍ୱିନୀ ବୈଷ୍ଣବ ଟ୍ରେନ ଆକ୍ସିଡେଣ୍ଟ କରେ। ତାପରେ କଣ କଲା ସେନ୍ସର ପବ୍ଲିକ ମାନଙ୍କର ପ୍ରପର୍ଟିକୁ କଣ କରିବେ ସେଇ ହିସାବରେ ତାଙ୍କ ଟ୍ୟାକ୍ସ ବସିବ। ତାଙ୍କର ଟାଇମ ପିରିୟଡ ଥିଲା 5 ବର୍ଷ। ମାନେ 5 ବର୍ଷର ଶେଷରେ ହିଁ ତ ଲୋକମାନଙ୍କର ସେ କଣ କରିବେ ସମ୍ପତ୍ତିକୁ କାଉଣ୍ଟ କରିବେ, ସମ୍ପତ୍ତିକୁ କାଉଣ୍ଟ କରି ସାରିବା ପରେ ସେଇ ହିସାବରେ ତାଙ୍କୁ କଣ ବସେଇବେ ଟ୍ୟାକ୍ସ ବସେଇବେ। ତୋର ଏତିକି ସମ୍ପତ୍ତି ହେଲା ଏତିକି ଟ୍ୟାକ୍ସ। ନର୍ମାଲି ଘରେ କଣ ଯାଉଛି ପ୍ରତିବର୍ଷ ଆମକୁ ଟ୍ୟାକ୍ସ ଦେବାକୁ ପଡୁଛି ଆମେ ଜାଣୁଛୁ, ବିଲ୍ ପଳେଇ ଆସୁଛି ତମ ନାଁରେ, ତମେ ଯାଇକି ତମର ଇ ଡିଷ୍ଟ୍ରିକ୍ଟରେ ଖୋଜି ପାଇପାରିବ। ଟ୍ୟାକ୍ସ ରିଗାର୍ଡିଂ ବି ୱେବସାଇଟ ଅଛି, ତମ ଘରର ନମ୍ବର ମାରିଦବ ତମ ଟ୍ୟାକ୍ସ ଏତିକି ଟଙ୍କା ଅଛି ଦେଇଦବ, ବୁଝିପାରିଲ? ଆଉ ତାପରେ ଆମର କ୍ୱେଶ୍ଚନ ରହିଲା 5 ବର୍ଷ ପାଇଁ ରହିବ କାହିଁକିନା ସେ ଯିବା ପୂର୍ବରୁ କଣ କରିକି ସମ୍ପତ୍ତି ସବୁ ନେଇକି ସାରିଲା ପରେ ହିସାବ ଦେଇକି ବାହାରିବ। ତାପରେ ଆଉ ଥରେ ଇଲେକ୍ସନ ହବ, ଇଲେକ୍ସନରେ ତାଙ୍କୁ କଣ କରାଯିବ ନୂଆ ହଁ ମାୟା ଆଇଜାକ୍ ନା ମାୟା ଆଇଜାକ୍ ରହିବ କଣ କୁହାଯିବ ସେ କଲମ୍ବସ ଗଲା ସେ ବୁଲିଲା ପାଇଲା ସେଇ ଜିନିଷ ରୋମରେ ହିଁ ଷ୍ଟାର୍ଟ ହେଲା ସବୁ ଡେମୋକ୍ରାସି ଷ୍ଟାର୍ଟ ହେଇଛି ସବୁ ରୋମ, ହେଲେ ରୋମରେ ସେଟା କୋଉଠୁ ଷ୍ଟାର୍ଟ ହେଲା ସେଟା ଦେଖିବାକୁ ପଡିବ ଯେ କୋଉଠୁ ନମ୍ବର ଥିଲା ନମ୍ବର ସେଟା ସିଭିଲାଇଜେସନ ନାହିଁ ହଁ ସେଇଠୁ ଷ୍ଟାର୍ଟ ହେଇଛି କିନ୍ତୁ ଆମ ନମ୍ବରରେ କଣ ଆସିଛି ନମ୍ବର ପଢୁନାହାନ୍ତି। ହଁ, ସେଇଠୁ ହିଁ ଷ୍ଟାର୍ଟ ହଉଛି କିନ୍ତୁ ଆମେ ସେଟା ପଢୁନାହାନ୍ତି ଆମର କଣ ଦରକାର ଅଛି କିନ୍ତୁ ମ୍ୟାଥରେ ସେଇ ଜିନିଷଟା ଅଛି। ହଁ I2I3I ସେଟା ତ ଲେଖିବାକୁ ପଡିବ। ଯଦି ତମେ ଏଇଟା ଏଇଟା ତାଙ୍କ ହିସାବରେ ସେମାନେ ଏଇ ଜିନିଷଟା ଲେଖିବାକୁ ଲାଗିଲେ ଆଉ ନର୍ମାଲି ଆମେ ଗାର ପକେଇଲେ ସେ ଗାର ପକେଇକି କେତେ କାଉଣ୍ଟ କରିବେ ସେଇଥିପାଇଁ ସେମାନେ ଦେଲେ କିନ୍ତୁ ଆଇଡି ଟା କଣ କୁହାଗଲା ଭିଟା ଲେଖା ହଉଛି ଯଦି 5 କୁହାଗଲା ଆଇଡି କରାହଉଛି ମାନେ ଏକଟା ପୂର୍ବ ଲେଖାଗଲା ମାନେ 5 ରୁ 1 ମାଇନସ କରାଗଲା ଯୋଉ ନମ୍ବରଟା ଆସିଲା ତାକୁ 4 କୁହାଗଲା। 5 ପରେ ଯୋଉ ଆଇଟା ରାଇଟ ରହିଲା ତାକୁ 6 ବୋଲି କୁହାଗଲା। ତାପରେ 7 ତାପରେ 8 ତାପରେ 9ରେ କଣ ହେଲା ସେ ଏମିତି ଧରିବ 1 5 10 20 ହେଲା ଏମିତି ସବୁ ବଢି ବଢି ଗଲା ଏଲ ଏମ ଏନ ଏସ ଏଇ ହିସାବରେ ଆସିଲା 40 50 ହେଲା 100 ବହୁତ ଅଛି 100 ଉପରେ ଅଛି 1000 ଯାଏ ବି ଅଛି 1000 ବୋଧେ ଟି ନା କଣ ଅଛି ହେଲା। ତମକୁ ଏଇଠି ଯୋଉ ଲେଖା ହଉଛି ଯୋଉ ୱାନ କେ ମାନେ କଣ 1000 ନା ନାଇଁ କେ କାହିଁକି ରୋମାନ ରୁ ହିଁ ଆସୁଛି କେ ର ମାନେ 1000 ନୁହେଁ ତମର ସବୁ କଣ କିଲୋଗ୍ରାମ
ତାପରେ କିଲୋୱାଟ, ତାପରେ ରହିଲା କିଲୋମିଟର, ସେଇଥିରୁ ଆସୁଛି ସଂଖ୍ୟାର ଅର୍ଥ ହଜାର। ନର୍ମାଲି ତାକୁ ଆମେ ୟୁଜ କରୁଛୁ ଅଧିକ ଭାବରେ। ଜିନିଷ ଭିତରେ ବହୁତ ଜିନିଷ, ଯଦି ଜୁଲିୟନଙ୍କ ନାଁ ଅନୁସାରେ ଖାଲି ଜୁଲାଇ ଆସିଲା, ତା ନାତି ହିସାବରେ ଅଗଷ୍ଟ ଆସିଲା, ତାପରେ ଆହୁରି ଅଛି ସେପ୍ଟେମ୍ବର, ବହୁତ ଅଛି ତା ବିଷୟରେ, କ୍ୟାଲେଣ୍ଡର ବିଷୟରେ ବି ହିଷ୍ଟ୍ରି ଅଛି। ଜୁଲାଇ, ଅଗଷ୍ଟ ସିଜନ ରୁ ଅଗଷ୍ଟ, କ୍ୟାଥୋଲିକ ମାନଙ୍କର, ହଁ କ୍ୟାଥୋଲିକ ହେଲା, ମୁଁ ସେଟା କଣ କହୁଥିଲି, କ୍ୟାଥୋଲିକ ଆଉ ପ୍ରୋଟେଷ୍ଟାଣ୍ଟ ସେ ଯୋଉଟା ହେଲା 30 years war, ସେ କ୍ୟାଥୋଲିକ ମାନଙ୍କର ଯେତେବେଳେ ଆସିଲା, ତା ପରଠୁ ଏଇ ଜିନିଷଟା ତିଆରି କରିବା ଆରମ୍ଭ କରିଦେଲେ ସେ କ୍ୟାଲେଣ୍ଡର, କାରଣ ସେତେବେଳେ ଥିଲେ ଆମର ରୋମର ସମ୍ରାଟ ଥିଲେ କିଏ, ଅଗଷ୍ଟ। ଆହୁରି ବେଶୀ ଥିଲା ଯୋଉ ସବୁ କ୍ୟାରେକ୍ଟର 30 days per month ଗୋଟେ ହଁ, ଖାଇ କୋଉ ସିଭିଲାଇଜେସନ ରୁ ନୁହେଁ, ଗ୍ରୀକ ରେ ହିଁ ଆରମ୍ଭ ହେଲା ଏଇ ଜିନିଷଟା, ଗ୍ରୀକ ରୁ ହିଁ ଆରମ୍ଭ ହେଲା। ବୁଝ ଆମର ଯୋଉଟା କି ଥିଲା ସୁମେରିୟ ମାନଙ୍କରେ, କୋଉଠୁ ଆସିଲା, କୋଉଠୁ ଆସିଲା, କୋଉଠୁ ହେଲା, ଚାଇନିଜ, ଯୋଉ କଣ ଇଜିପ୍ଟ ଇଜିପ୍ଟ ରୁ ଷ୍ଟାର୍ଟ ହେଲା, ମାର୍ଚ୍ଚ ରୁ ଆରମ୍ଭ ହେଲା, ମାର୍ଚ୍ଚ ରୁ ଆରମ୍ଭ ହେଲା, ମାର୍ଚ୍ଚ ଗଲା ଏପ୍ରିଲ ଗଲା, ତାର ସବୁ ନାଁ ଅଛି, ସେ ନାଁ ଗୁଡିକ ଇଂଲିଶ ନାଁ ଗୁଡିକ, ଖତରନାକ ନାଁ ଗୁଡିକ ମନେ ନାହିଁ, ଛୋଟକାଟିଆ କିଛି ମନେ ଅଛି। ସେ ମାର୍ଚ୍ଚ ରୁ କାଉଣ୍ଟ କର, ସେପ୍ଟେମ୍ବର କେତେ ନମ୍ବରରେ ପଡୁଛି, ମାର୍ଚ୍ଚ ରୁ କାଉଣ୍ଟ କର, ସେପ୍ଟେମ୍ବର ତ 9 ରେ ଅଛି, ମାର୍ଚ୍ଚ କାଉଣ୍ଟ କଲେ କେତେ, 6 ପଡିବ। 7 ର ଅର୍ଥ ହଉଛି ସପ୍ତମ, ସପ୍ତମ୍ବର, 8 ରେ ଅକ୍ଟୋବର, 9 ରେ ନଭେମ୍ବର, 10 ରେ ହେଲା, ଜାନୁଆରୀରେ ଜୁନ ହଉଛି ତାଙ୍କର ଯୋଉ ଦେବତା ଜଣେ ଥିଲେ, ବୃହସ୍ପତି ଦେବତା ଜୁନ, ଜୁନ ବୋଲିକି ଅଛି, ଜୁନ ଦେବତା ନା କଣ ଅଛି, ତ ଜୁନ ଆସିଲା ହେଲା, ଜୁନ ଗଲା, ଜୁଲାଇ ଗଲା, ଅଗଷ୍ଟ ଗଲା, ସେପ୍ଟେମ୍ବର ଗଲା, ତାପରେ ଜାନ ଅଛି, ଜାନୁଆରୀ ହେଲା, ସେଠି ବି ଗୋଟେ କଣ ତାଙ୍କର ସବୁ ଭଗବାନଙ୍କର ନାଁ ହିସାବରେ ହିଁ ଆସୁଛି। ଜାନୁଆରୀ ଗଲା, ଫେବୃଆରୀ ହଉଛି ତାଙ୍କର ମାସର ଶେଷ, ମାସର ଶେଷ 28 ଦିନ, ସେମାନେ 3 ରୁ 4 ଦିନ କଣ କରୁଥିଲେ, ବାକି ଯୋଉ 3-4 ଦିନ କାଉଣ୍ଟ କରୁନଥିଲେ, ସେଇଥିରେ ସେମାନେ କଣ କରୁଥିଲେ, ଏନଜୟମେଣ୍ଟ କରୁଥିଲେ। ସେଟା କୁହାଯାଇଛି ସବୁ ଜାଗାରେ, ମାସ ବର୍ଷକର ଶେଷ 4-5 ଦିନରେ ସେମାନେ କଣ କରୁଥିଲେ, ଚାଲୁଥିଲା ତାଙ୍କର ଭୋଜି ଭାତ କରିବା, ପିକନିକ କରିବା, ସେ କରିବା, ସେଟା 3-4 ଦିନ, 28 ରହିଲା 31 ହେଲା। ହେଲା ଜୁଲାଇ ଆଉ ଅଗଷ୍ଟରେ କାହିଁକି ତମକୁ 31 ଦିନ ମିଳୁଛି, କାହିଁ ମିଳୁଛି, ଜୁଲାଇ କଣ କଲା, ଜୁଲିୟସ ସିଜର କହିଲା, ଏଟା କହିଥିଲେ ତମେ ନଥିଲ, ହଁ, ତାହେଲେ ଜୁଲାଇରେ ସିଏ କହିଲା ଯେ ମୋର 31 ଦିନ ରହିଲା, ପାୱାରଫୁଲ ଡିକ୍ଟେଟର ହେଲା, ତା ନାତି କହିଲା କାହିଁ ମୋ ଅଜାଙ୍କର ରଖିଦେଇଛ, ମୋର କାହିଁ 31 ରହିବନି, ମୋର ତ 31 ରଖ। ବି ସେଇ ହିସାବରେ ଅଗଷ୍ଟ ସିଜର ବି ସେଇ ହିସାବରେ ଟିକେ ଖତରନାକ ଲୋକଟା ଥିଲେ, ସିଏ ବି ସେମିତି କହିଲେ ମୋର ବି 31 ରଖ, ବୁଝିପାରିଲ। ତ ଆ ପଛରେ ବି ବହୁତ ହିଷ୍ଟ୍ରି ଅଛି, ତ ସେ ନାଁ ଗୁଡିକ ମନେ ରଖିଲେ ହେଲା, ଏତେ ନାଁ, ସେ ତାଙ୍କର ନାଁ ଗୁଡିକ ପାଟିରେ ପଶିବନି, ମନେ ରଖିବାକୁ ଦୂର କଥା। ଜୁଲିୟସ ସିଜର ଖରାପ ନୁହେଁ, ଜୁଲିୟସ ସିଜର ବିଲକୁଲ ବି ଖରାପ ଲୋକ ନୁହେଁ, ସେ ହଁ ଖାଲି ଏତିକି ରହିଥିଲା, ତାର ଟିକେ ପାୱାର ମିଳିଥିଲା, ଖରାପ ଲୋକ ତାକୁ କହିହବନି, କାହିଁକିନା ସେ ସାଧାରଣ ଲୋକଙ୍କର କାର୍ଯ୍ୟ ପାଇଁ ଭଲ, ବହୁତ ଭଲ କାର୍ଯ୍ୟ କରିଛି ହେଲା। ଖରାପ ଆମେ ତାକୁ କହିପାରିବାନି, ଖରାପ ଖାଲି କହିବା, ସେ ଡିକ୍ଟେଟର ହେଇସାରିଲା ପରେ ମନ ଇଚ୍ଛା କାମ କଲା ସେ।
Yes.